DEC ବ୍ଲକ 4 ର 17 ଏକକ 17 ଆଉ 18 ବିଷୟରେ ଆମେ ଟିକେ ଆଲୋଚନା କରିବା। ସେଟା ହେଉଛି ଶାରୀରିକ ଶକ୍ତି ଏବଂ କାରକ ସମନ୍ୱୟର ବିକାଶ, ଡେଭଲପିଂ ଫିଜିକାଲ ଷ୍ଟ୍ରେଂଥ ଆଣ୍ଡ ମୋଟର କୋର୍ଡିନେସନ। ପିଲାମାନେ ତାଙ୍କର ନିଜର ଶାରୀରିକ ଶକ୍ତି ଏବଂ ତାଙ୍କର ଯେଉଁ କାରକ ବୋଲି ଆମେ କହୁଛେ ମୋଟର ଏବିଲିଟି, ସେ ଭିତରେ କେମିତି ସମନ୍ୱୟ ରକ୍ଷା କରିକି ଚାଲନ୍ତି, ବଢ଼ି ଚାଲନ୍ତି ଏବଂ ତାଙ୍କର କେମିତି ଶାରୀରିକ ବିକାଶ, ମାନସିକ ବିକାଶ କିଭଳି ଘଟେ ସେ ବିଷୟରେ ଆମେ ଟିକେ ଆଲୋକପାତ କରିବା। ଦେଖାଯାଇଛି ପ୍ରି ସ୍କୁଲ ପିଲାମାନେ ଧୀରେ ଧୀରେ ଅଧିକ ସୁନ୍ଦର, ସରଳ ଏବଂ ଆତ୍ମବିଶ୍ୱାସୀ ହେବାକୁ ଆରମ୍ଭ କରିଥାନ୍ତି। ଶିଶୁ ତାର ନିଜର ଗତିବିଧି ଉପରେ ମଧ୍ୟ ନିୟନ୍ତ୍ରଣ ରଖିବାକୁ ଚେଷ୍ଟା କରେ। ତାର ଆତ୍ମବିଶ୍ୱାସ ଓ ସେ ଆତ୍ମନିର୍ଭରଶୀଳ ମଧ୍ୟ ଧୀରେ ଧୀରେ ହେଇଯାଏ। ତାକୁ ଟିକେ ଯଦି ଅସୁବିଧା ଲାଗିଲା ତାହେଲେ ତା ପାଖରେ ଥିବା ମା, ବାପା, ପରିବାର ବର୍ଗର କେହି ସେମାନଙ୍କ ନଜରକୁ ଆଣିବାକୁ ଚେଷ୍ଟା କରେ ଏବଂ ଶିଶୁର ଏଇ ସମୟଟା ଅତ୍ୟନ୍ତ ଭଲ ସମୟ ଏବଂ ସରଳ ସମୟ। ତାର ଉଚ୍ଚତା ଆଉ ଓଜନ ଏଇ ଦୁଇଟା ଯାକ ତାର ଅଭିବୃଦ୍ଧି ଘଟେ ଏବଂ କ'ଣ ହୁଏ କିଛି ବେଳେ ପୁଅ ପିଲା ଏବଂ ଝିଅ ପିଲା ଏମାନଙ୍କ ପାଇଁ ଭିନ୍ନ ପ୍ରକାର ମାପକାଠି ମାନ ମଧ୍ୟ ତିଆରି କରାହେଇଛି। ଯେ ଗୋଟେ 36 ବର୍ଷର 36 ମାସର ଗୋଟେ ପିଲା ଯଦି ପୁଅ ପିଲାଟେ ହେଇଥିବ, ତାର ଠିକ ଉଚ୍ଚତା ହେଉଛି ଠିକ ତାର ଆମେ କହିବା ୱେଟ୍, ଓଜନ 14.3 କେଜି ହେବା ଉଚିତ। ଆଉ ଯଦି 11.3 କେଜିରୁ କମ୍ ଅଛି ତାହେଲେ ଆମେ ତାକୁ କହିବା କମ୍ ଓଜନ ହେଇଗଲା। ସେମିତି ଝିଅମାନଙ୍କ କ୍ଷେତ୍ରରେ ତାଙ୍କର ଆଇଡ଼ିଆଲ ଓଜନ ହେବା ଉଚିତ, ତାଙ୍କର ଠିକ ଭାବରେ ଓଜନ ହେବା ଉଚିତ 13.9, ସର୍ବନିମ୍ନ 10.8 କେଜି ହେଲେ ଚଳିବ। ଏଇଟା ଗୋଟେ 36 ମାସର ପିଲାର କଥା ଆମେ କହୁଛୁ। ସେଇଭଳି ମାସ ଯେତେ ବଢ଼ି ବଢ଼ି ଯାଏ ସେ ଅନୁସାରେ ଶିଶୁର ମଧ୍ୟ ହାଇଟ୍ ଆଉ ୱେଟ୍ ବଢ଼େ ଏବଂ କେତେ ୱେଟ୍ ରହିଲେ, କେତେ ଓଜନ ରହିଲେ ତାହା ଠିକ୍, ଏବଂ ପୁଅମାନଙ୍କ କ୍ଷେତ୍ରରେ ହେଉ ବା ଝିଅମାନଙ୍କ କ୍ଷେତ୍ରରେ ହେଉ। ଆଉ ତାଠୁ କମ୍ ରହିଲେ ତାକୁ ଆମେ ଅଣ୍ଡର ୱେଟ୍ ବୋଲି କହିବା, ବା ତାର ପୃଷ୍ଟିହୀନତା ହେଉ ବା ଅନ୍ୟ କିଛି କାରଣରୁ ତାର ଓଜନ ହ୍ରାସ ଘଟିଛି ବୋଲିକରି ଆମକୁ ଅନୁମାନ କରିବାକୁ ହେବ। ଏବଂ ସେ କ୍ଷେତ୍ରରେ ଆମକୁ ଫୁଡ୍ ନ୍ୟୁଟ୍ରିସିଆନ୍ କିମ୍ବା ପେଡ଼ିଆଟ୍ରିସିଆନ୍ କିମ୍ବା ଡାକ୍ତର ଏମାନଙ୍କର ପରାମର୍ଶ ନେବାକୁ ହେବ। ଅନ୍ୟଥା ଶିଶୁଟି ରୁଗ୍ଣ ହେବାର ଆଶଙ୍କା ମଧ୍ୟ ଦେଖାଯାଏ। ଧରାଯାଉ 48 ମାସ ବେଳକୁ ତାର ଓଜନ 16.3 କେଜି ହେବା ଉଚିତ ପୁଅମାନଙ୍କ କ୍ଷେତ୍ରରେ, ସର୍ବନିମ୍ନ 12.7 କେଜି ହେବା ଉଚିତ। ଝିଅମାନଙ୍କ କ୍ଷେତ୍ରରେ ଓଜନ 16.1 କେଜି ଆଉ ସର୍ବନିମ୍ନ 12.3 କେଜି ହେଲେ ଚଳିବ। ଯେତେବେଳେ 72 ମାସ, ସେତେବେଳକୁ 72 ମାସ କହିଲେ ସେତେବେଳକୁ ପ୍ରାୟ 5 ବର୍ଷ ପାଖାପାଖି ହେଲାଣି। ତାକୁ ପୁଅମାନଙ୍କ କ୍ଷେତ୍ରରେ 20.5 କେଜି ନିହାତି ଓଜନ ହେବା ଉଚିତ, ଆଉ ଝିଅମାନଙ୍କ କ୍ଷେତ୍ରରେ ମଧ୍ୟ 20.2 କେଜି ହେବା ଉଚିତ। ଯଦି ୟାଠୁ କମ୍ ହେଲା ତାହେଲେ ଆମକୁ ଡାକ୍ତରଙ୍କର ପରାମର୍ଶ ନେବା ଉଚିତ। ଯେମିତି ଓଜନ କଥା ଆମେ କହିଲେ,
ସେମିତି ମାସ ଅନୁସାରେ କେତେ ଉଚ୍ଚତା ହେବା ଦରକାର। ପୁଅମାନଙ୍କ କ୍ଷେତ୍ରରେ ଗୋଟେ 36 ମାସର ଗୋଟେ ପୁଅର ଆଇଡିଆଲ ହାଇଟ୍ ବା ଉପଯୁକ୍ତ ହାଇଟ୍ 96.1 cm ହେବା ଦରକାର ଏବଂ ସର୍ବନିମ୍ନ 88.7 cm ହେବା ଦରକାର। ତାଠୁ କମ୍ ହେଲେ ଚଳିବନି। ଝିଅମାନଙ୍କ କ୍ଷେତ୍ରରେ 95.1 ଆଉ ସର୍ବନିମ୍ନ 87.4 ହେବା ଉଚିତ। ଏଇଟା ହେଉଛି ଗୋଟେ 36 ମାସର ପିଲାର କଥା। ପୁଅମାନଙ୍କର ଅଲଗା, ଝିଅମାନଙ୍କର ଅଲଗା ହାଇଟ୍ ହେଲେ ଚଳିବ। ଏଇଟା ହେଉଛି 3 to 6 years, 3 ରୁ 6 ବର୍ଷର ଶିଶୁଙ୍କ କଥା ଆମେ ଏଠି କହୁଛେ। ତାହେଲେ 48 ମାସ ହେଲା ବେଳକୁ କ'ଣ ହେବ? 48 ମାସକୁ ଅନ୍ତତଃ ଉଚ୍ଚତା 103.3 cm ହେବା ଉଚିତ ପୁଅମାନଙ୍କ କ୍ଷେତ୍ରରେ, ଆଉ ସର୍ବନିମ୍ନ 94.9 ହେବା ଉଚିତ। ଝିଅମାନଙ୍କ କ୍ଷେତ୍ରରେ ସର୍ବନିମ୍ନ 102.7 ଏବଂ ସର୍ବନିମ୍ନ 94.1 ହେଲେ ଚଳିବ। ଏଇଭଳି ଭାବରେ ଯେମିତି ବୟସ ବଢ଼ି ବଢ଼ି ଯିବ, ସେହିଭଳି ଭାବରେ ତାଙ୍କର ଉଚ୍ଚତା ମଧ୍ୟ ଆନୁପାତିକ ଅନୁସାରେ ବଢ଼ି ବଢ଼ି ଯିବ। ଆଗରୁ ପୂର୍ବ ସାରଣୀରେ ଆମେ ଉଲ୍ଲେଖ କରିଥିଲେ କେତେ ମାସ ବେଳକୁ ପୁଅ ହେଇଥିଲେ କେତେ ଓଜନ ରହିବା ଠିକ୍ ଏବଂ ଝିଅ ହେଇଥିଲେ କେତେ ଓଜନ ରହିବା ଠିକ୍। ତାଠୁ ଯଦି କମ୍ ରହିଲା, ଏଥିପାଇଁ ନିର୍ଦ୍ଦିଷ୍ଟ ସାରଣୀ ବା ବହୁତ ଗବେଷଣା କରାଇକି ଗୋଟେ ସାରଣୀ ପ୍ରସ୍ତୁତ ହୋଇଛି। କେତେ ମାସର ପିଲା ହେଇଥିଲେ ଓଜନ ସର୍ବନିମ୍ନ କେତେ ରହିବା ଉଚିତ, ଆଉ ତାର ସାଧାରଣ ଭାବରେ ମଧ୍ୟ ଓଜନ କେତେ, ଉଚ୍ଚତା କେତେ ରହିବା ଉଚିତ, ଏ କଥା ନିର୍ଦ୍ଧାରିତ କରାଯାଇଛି। ତାଠୁ ଯଦି କମ୍ ହେଲା ତାହେଲେ ଡାକ୍ତର, ବିଶେଷଜ୍ଞ, ପେଡ଼ିଆଟ୍ରିକ୍ସ ଆଉ ଶିଶୁ ବିଶାରଦ ବା ବିଶେଷଜ୍ଞ, ଯେଉଁମାନେ ନ୍ୟୁଟ୍ରିସନ୍ ସ୍ପେଶାଲିଷ୍ଟ ବା ପୁଷ୍ଟି ଙ୍କର ଖାଦ୍ୟ ବାବଦରେ ଦକ୍ଷତା ଅଛି ସେମାନେ, କିମ୍ବା ଡାକ୍ତରଙ୍କୁ ପରାମର୍ଶ କରିବା ଉଚିତ। କମ୍ ହେଲେ ପଚାରିବା ଦରକାର। ଯଦି ଅଧିକା ଅଛି ମଧ୍ୟ ଅତିରିକ୍ତ ଓଭରୱେଟ୍, ଅତିରିକ୍ତ ଯଦି ଓଜନ ଅଛି କିମ୍ବା ଅତିରିକ୍ତ ଡେଙ୍ଗା ହେଉଛି, ତାହେଲେ ମଧ୍ୟ ପଚାରିବା କଥା। ଡାକ୍ତର ଯଦି ପରାମର୍ଶ ଦେବେ ନା ନା ଏଇଟା ତାର ଜନ୍ମଗତ ବା ତାର ପୈତୃକ ଆହରଣ, ସେ ଦେଖ ଏଇଟାକୁ ସେ ଆହରଣ କରିକି ଆଣିଛି, ଯଦି ଏ କଥା କହିଲେ ସେ ଏକ ଭିନ୍ନ କଥା। ଏବଂ ନହେଲେ କ'ଣ ପ୍ରତିକାର କରିବାକୁ ହେବ? ଯଦି କମିଯାଉଥିବ ଓଜନ କିମ୍ବା ଉଚ୍ଚତା କମିଯାଉଥିବ, ତାହେଲେ ତା ପାଇଁ କ'ଣ ପ୍ରତିକାର କରାଯାଇପାରିବ? ବୈଜ୍ଞାନିକ ପଦ୍ଧତିରେ ଡାକ୍ତରମାନେ ସୁପରାମର୍ଶ ଦେଇପାରିବେ। ଏହି ସମୟରେ ପ୍ରି ସ୍କୁଲର ମାନଙ୍କ କଥା ଆମେ ଆଲୋଚନା କରୁଛେ। ଏଥିରେ ଏହି ସମୟରେ ତାଙ୍କର ମସ୍କୁଲାର ଆଉ ସ୍କେଲିଟାଲ ଡେଭଲପମେଣ୍ଟ ଘଟେ। ତାକୁ ଆମେ କଙ୍କାଳ ଆଉ ମାଂସପେଶୀ, ହାଡ଼ ମଜବୁତ ହୁଏ, ମାଂସପେଶୀ ଗୁଡ଼ିକ ବଢ଼େ ଏବଂ ମାଂସପେଶୀ ବିଭିନ୍ନ ଜାଗାରେ ବିଭିନ୍ନ ଅନୁପାତରେ ବଢ଼େ। ଯେଉଁଟା ଆଣ୍ଠୁ ତଳକୁ ଗୋଡ଼ର ପଛପଟରେ ଯେଉଁ ମାଂସପେଶୀ ସିଏ ଯେଉଁଭଳି ବଢ଼େ, ସାମ୍ନା ପଟଟା ସେୟା ନୁହେଁ। ହାତର ବିଭିନ୍ନ ଅଙ୍ଗ ପ୍ରତ୍ୟଙ୍ଗରେ ମାଂସପେଶୀ ଯେଭଳି ଭାବରେ ବଢ଼େ, ଅନ୍ୟ ଜାଗାରେ ସେଭଳି ହୁଏତ ନ ବଢ଼ିପାରେ। ତେଣୁ କେଉଁ ଜାଗାରେ ମାଂସପେଶୀ କିଭଳି ଭାବରେ ବଢ଼ିବ ସେଇଟା ମଧ୍ୟ ନିର୍ଦ୍ଧାରିତ। ଏବଂ ବୟସ ଏବଂ ଓଜନ, এই ଦୁଇଟା କଥାକୁ ଲକ୍ଷ୍ୟ ରଖି ବା ଦୁଇଟା କଥା ଆଧାରରେ ମାଂସପେଶୀ ଆଉ କଙ୍କାଳର ବଢ଼ିବା କଥା ମଧ୍ୟ ଆଲୋଚନା କରାଯାଇପାରେ, ଦେଖାଯାଇପାରେ। ଯଦି ମାଂସପେଶୀ ନ ବଢ଼ୁଛି ତାହେଲେ କ'ଣ କାରଣ? କାରଣ ମସଲ ଏଇଟା ନିହାତି ଦରକାର। ଗୋଡ଼ ହାଡ଼କୁ ସପୋର୍ଟ କିଏ ଦେବ? ପିଲା ଚାଲିବ କେମିତି? ଏଇଥିପାଇଁ ଆମକୁ ଯଥେଷ୍ଟ ଯତ୍ନବାନ ହେବାକୁ ପଡ଼ିବ। ସେମିତି କଙ୍କାଳ, ଆମର ଶରୀରରେ ଯେତେ ହାଡ଼ ଅଛି ସେ ହାଡ଼ ଗୁଡ଼ିକ ଠିକ୍ ଭାବରେ ବଢ଼ୁଛି କି ନାହିଁ? କେଉଁଠି ହାତ କାର କେତେ ଆମେ ଲକ୍ଷ୍ୟ କରିଛେ, କେତେକ ଜାଗାରେ ପିଲାମାନଙ୍କର କିଛି ପିଲାମାନଙ୍କର
ବେଳେବେଳେ ହାତ ସରୁଆ ସରୁଆ ଦେଖାଯାଏ। ଏହାର କାରଣ କ'ଣ ହେଇପାରେ? ଏଇଟା ଡାକ୍ତର ପରୀକ୍ଷା କରିକି କହିବେ। ଯଦି ପିଲା ରୋଗଣିଆ ଦେଖାଯାଉଛି, ସୁସ୍ଥ ସବଳ ଦେଖାଯାଉନି, ତାର ଯେତିକି ଓଜନ ରହିବା କଥା, ଯେତିକି ଉଚ୍ଚତା ରହିବା କଥା, ତାର ମାଂସପେଶୀ ଯେଉଁଭଳି ଭାବରେ ତାର ଅଭିବୃଦ୍ଧି ଘଟିବା କଥା ବା ତାର ହାଡ଼ମାନେ ଯେମିତି ବଢ଼ିବା କଥା, ସେ ବଢ଼ୁଛି କି ନାହିଁ, ଏଇଟା ତା ମଦର ବା ତା ମା, ତା ବାପା ବା ତାର ଯତ୍ନ ନେଉଥିବା ଲୋକ, ଯଦି କିଏ ଥାଆନ୍ତି ଆୟା କିମ୍ବା ଭାଇ ଭଉଣୀ, ଯିଏ ତାର ଯତ୍ନ ନେଉଥିବେ, ସେମାନେ ଅନୁମାନ କରିପାରିବେ, ଦେଖିପାରିବେ, ଲକ୍ଷ୍ୟ କରିପାରିବେ ଯେ ଯେମିତି ପିଲା ବଢ଼ିବା କଥା ବଢ଼ୁଛି ନା ନାହିଁ। ଯଦି ଏଥିରେ କିଛି ଅସାମାନ୍ୟତା ଲକ୍ଷ୍ୟ କରାଗଲା, ତାହେଲେ ଆମେ ବିଶାରଦମାନଙ୍କର ପରାମର୍ଶ ନେବା ଦରକାର। ସେ ଅନୁସାରେ ଏକଥା ଆଗରୁ କହି ରଖିଛି ଯେ ଉଚ୍ଚତା ଅର୍ଥ ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଏବଂ ପାଦର ନଖ ପର୍ଯ୍ୟନ୍ତ କୁହାଯାଇପାରେ। ତେଣୁ ମୁଣ୍ଡ ଠାରୁ ପାଦ ପର୍ଯ୍ୟନ୍ତ ଏ ସମୁଦାୟ ଉଚ୍ଚତା କେମିତି ବଢ଼ୁଛି ଏବଂ ଓଜନ କେମିତି ବଢ଼ୁଛି, ଏ ଉଭୟଟାରେ ସମନ୍ୱୟ ଅଛି ନା ନାହିଁ। ଯଦି ନାହିଁ, ପିଲା ଯଦି ଓଭରୱେଟ୍ କିମ୍ବା ମୋଟା ହେଇଯାଉଛି କିମ୍ବା ଯଦି ସରୁଆ ହେଇଯାଉଛି, ତାହେଲେ ହୁଏତ ତାର ଖାଦ୍ୟପେୟରେ କିଛି ଅସୁବିଧା ଥାଇପାରେ। ତେଣୁ ଖାଦ୍ୟ ଠିକ୍ ହେଉଛି କି ନାହିଁ, ଏ କଥାଟା ଏଇ ତାର ଉଚ୍ଚତା, ତାର ଓଜନ, ଏ ମାଂସପେଶୀ ବଢ଼ୁଛି କି ନାହିଁ, ହାଡ଼ ଠିକ୍ ଭାବରେ ଗ୍ରୋଥ୍ ହେଉଛି କି ନାହିଁ, ବଢ଼ୁଛି କି ନାହିଁ, ଏସବୁକୁ ଲକ୍ଷ୍ୟ କଲେ ଅନୁମାନ କରିହେବ। ତା ସହିତ ଏହି ସମୟରେ ମଧ୍ୟ ଆଉ କ'ଣ ହୁଏ, ତାର ମସ୍ତିଷ୍କ ଆଉ ଇନ୍ଦ୍ରିୟ ଗୁଡ଼ିକର ମଧ୍ୟ ବିକାଶ ଘଟେ। ମସ୍ତିଷ୍କରେ ବିଭିନ୍ନ ଅଂଶ ଅଛି, ଆମିଗଡାଲା ଅଛି, ଫ୍ରଣ୍ଟାଲ ଲୋବ ଅଛି, ଏମିତି ବହୁତ ଜାଗା ଅଛି, ସେରେବ୍ରାଲ କର୍ଟେକ୍ସ ଅଛି, ଲିମ୍ବିକ ସିଷ୍ଟମ ଅଛି, ଏମିତି ବହୁତ ଜାଗା ଅଛି। ମସ୍ତିଷ୍କର ବିଭିନ୍ନ ଅଂଶ ଅଛି, ସେଗୁଡ଼ିକ ସବୁ ଠିକ୍ ଭାବରେ ବଢ଼ୁଛି କି ନାହିଁ, ତାର ଠିକ୍ ଭାବରେ ତାର ଗ୍ରୋଥ ହେଉଛି କି ନାହିଁ, ଏଇଟା ତ ଆମେ ଆଉ ଦେଖିକି ତାକୁ ମସ୍ତିଷ୍କ ଦେଖିପାରିବା ନା। ତେଣୁ ସେ ଯଦି ମସ୍ତିଷ୍କର ଡେଭଲପ ଯଦି ଉନ୍ନତି ନ ହେଉଥିବ, ତାର ବିକାଶ ନ ହେଉଥିବ, ତାହେଲେ ତାହା ମଧ୍ୟ ଜଣାପଡ଼ିଯିବ ପିଲାର କାର୍ଯ୍ୟକଳାପରୁ। ସେ ଯେଉଁ ବୟସରେ ଯାହା କରିବା କଥା, ଖେଳିବା କଥା, ହସିବା କଥା ବା ଶିଖିବା କଥା, ସେସବୁ କରୁଛି ନା କରିପାରୁନି, ତାକୁ ଲକ୍ଷ୍ୟ କରିକି ଆବଶ୍ୟକ ପଡ଼ିଲେ ବିଶେଷଜ୍ଞଙ୍କର ପରାମର୍ଶ ନିଆଯାଇପାରେ। ସେଭଳି ଭାବରେ ଇନ୍ଦ୍ରିୟ ଗୁଡ଼ିକର ବିକାଶ ହେଉଛି କି ନାହିଁ। ଇନ୍ଦ୍ରିୟ କହିଲେ ଆମେ ବୁଝୁ ଆଖି, କାନ, ନାସା, ଜିହ୍ବା, ଏସବୁ। ଏଗୁଡ଼ିକର ଯଦି ବିକାଶ ଠିକ୍ ଭାବରେ ନ ହେଉଥିବ, ତାହେଲେ ତାହା ମଧ୍ୟ ଜଣାପଡ଼ିଯିବ। ପିଲାର କାନରେ ଯଦି କିଛି ଅସୁବିଧା ଅଛି, ତାହେଲେ ତା ଡାକିଲେ ସେ ଶୁଣିପାରିବନି କି ତାର ପ୍ରତିକ୍ରିୟା ଦେଖାଇବ ନାହିଁ। ଯଦି ଉପଯୁକ୍ତ ଭାବରେ ପ୍ରତିକ୍ରିୟା, ଆଖି ଆଗରେ ହାତ ଆଙ୍ଗୁଠି ଟିକେ ହଲେଇବା, ଯଦି ପିଲା ତାର ପ୍ରତିକ୍ରିୟା ପ୍ରକାଶ କଲା, ତାହେଲେ ଠିକ୍ ଅଛି। ତମେ ଗୋଟେ ଗୀତ ଗାଇଲ, ଯଦି ପିଲାଟି ଶୁଣୁଛି ନା ଶୁଣୁନି, ଶୁଣିକି ହସୁଛି କି ହସୁନି, ତାର ଧ୍ୟାନ ମା ଗାଉଥିବା ଗୀତ ପ୍ରତି ଅଛି ନା ନାହିଁ, ୟାକୁ ତ ଲକ୍ଷ୍ୟ କରାଇ ଦେଇପାରିବ। ତେଣୁ ଏଇ ଯେଉଁ ମସ୍ତିଷ୍କ ଆଉ ଇନ୍ଦ୍ରିୟ ଗୁଡ଼ିକର ମାଂସପେଶୀ ଠିକ୍ ଭାବରେ ବଢ଼ୁଛି, ଠିକ୍ ଭାବରେ ବିକାଶ ଘଟୁଛି କି ନାହିଁ, ୟାକୁ ମଧ୍ୟ ଲକ୍ଷ୍ୟ କରିବାର କଥା। ତେଣୁ ଏଇ ପିଲାମାନଙ୍କର, ଏଇ ପ୍ରି ସ୍କୁଲ ପିଲାମାନଙ୍କର ଏହି ସମୟଟାକୁ ଦେଖିବା ମଧ୍ୟ, ଲକ୍ଷ୍ୟ କରିବା ମଧ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆଉ ଏହା ବ୍ୟତୀତ ଅନ୍ୟାନ୍ୟ ଶାରୀରିକ ପରିବର୍ତ୍ତନ ମଧ୍ୟ ଲକ୍ଷ୍ୟ କରାଯାଏ। ଏ 3 ରୁ 4 ବର୍ଷ ପିଲା ନା, ସେଥିରେ
ଫୁସ୍ଫୁସ୍ର ବିସ୍ତାର ଘଟେ ଶରୀର ଭିତରେ। ଫୁସ୍ଫୁସ୍ର ବିସ୍ତାର, ସଂକୋଚନ ପ୍ରସାରଣ ଇଏ ଠିକ୍ ଭାବରେ ହେଉଛି କି ହେଉନି। ଶ୍ୱାସକ୍ରିୟା ଧୀର ଆଉ ଗଭୀର ଭାବରେ ହେଉଛି କି ହେଉନାହିଁ। ତାର ହାର୍ଟ ବା ହୃଦୟ, ତାର ହାର୍ଟ ଧୀରେ ଧୀରେ ସ୍ଥିର ଭାବରେ ସ୍ପନ୍ଦିତ ହେଉଛି କି ହେଉନାହିଁ, ତାକୁ ଲକ୍ଷ୍ୟ କରିବା କଥା। ଏବଂ କେତେକ ପିଲାଙ୍କ ହୁଏତ ସଂଖ୍ୟା କମ୍ ହେଇପାରେ, କିନ୍ତୁ କେତେକ କେସ୍ରେ, କେତେକ କ୍ଷେତ୍ରରେ, କେତେକ ପିଲାମାନଙ୍କ କ୍ଷେତ୍ରରେ ଦେଖାଯାଇଛି ଏ ସବୁଥିରେ ମଧ୍ୟ ବେଳେବେଳେ ଟିକେ ଅସୁବିଧା ଦେଖାଯାଇଥାଏ। ତାହେଲେ ଆକୁ ସବୁ ପେଡିଆଟ୍ରିସିଆନ୍, ଡାକ୍ତର, ଶିଶୁ ବିଶେଷଜ୍ଞ ସେମାନେ ପରାମର୍ଶ ଦେଇ ଉପଯୁକ୍ତ ଭାବରେ ଚିକିତ୍ସା କଲେ ସେଥିରେ ସୁଧାର ଆସିବ। ଶିଶୁ ଆମ ପିଲାଟି ଗୋଟେ ସାଧାରଣ ପିଲା ଭାବରେ ବଢ଼ିପାରିବ ଏବଂ ଭଲ ମଣିଷଟିଏ ହେଇପାରିବ। ଏହି ସମୟରେ, ଏଇ ଯେଉଁ 3 ରୁ 4 ବର୍ଷ ସମୟରେ ଶିଶୁଟିର ମୋଟର ସ୍କିଲ୍ସ ବା କାରକ ଦକ୍ଷତା ମଧ୍ୟ ବୃଦ୍ଧି ପାଇଥାଏ। ମୋଟର ସ୍କିଲ୍, ଆମେ ତ ସେନ୍ସ ଅର୍ଗାନ କଥା ଆଲୋଚନା କଲେ, ଆଖି, କାନ, ନାକ ଏସବୁର ବିକାଶ ଘଟେ। ତା ସହିତ ଅନ୍ୟାନ୍ୟ ଫିଜିଓଲୋଜିକାଲ ବା ଶାରୀରିକ ବିକାଶ, ଫୁସ୍ଫୁସ୍ର ବିସ୍ତାର, ସଂକୋଚନ, ଶ୍ୱାସକ୍ରିୟା, ହୃଦୟ ବା ହାର୍ଟ ସେ କେମିତି ଭାବରେ ସ୍ପନ୍ଦିତ ହୋଇ କାମ କରୁଛି ସେ ବିଷୟ ଆମେ ଟିକେ ଉଲ୍ଲେଖ କରିଛେ। ଏବେ ଦେଖିବା ମୋଟର ସ୍କିଲ୍ସ, କାରକ କ୍ଷମତା କ'ଣ ବିକଶିତ ହୁଏ। ଏଥିରେ କ'ଣ ହୁଏ ନା ପିଲା ପାହାଚ ଚଢ଼ିବା, ଉଠିବା, ତଳକୁ ଓହ୍ଲାଇବା ଏଇଗୁଡ଼ିକ କରିପାରୁଛି କି ନାହିଁ। ଲକ୍ଷ୍ୟ କରାଯାଇଛି ଯାହାର ପାହାଚ ଅଛି ତ ସେ ଏକ ଭିନ୍ନ, ଯାହାର ପାହାଚ ନାହିଁ ପିଲା ଖଟ ଉପରକୁ ଚଢ଼ିବାକୁ ଚେଷ୍ଟା କରିବ, ଯଦି ଚେୟାର ଖଣ୍ଡେ ଥିବ ତା ଉପରେ ଚଢ଼ିବାକୁ ଚେଷ୍ଟା କରିବ, ଗୋଟେ ଛୋଟ ଯଦି ମେଜ୍ କିମ୍ବା ଛୋଟ ଟେବୁଲ 6 ଇଞ୍ଚ 8 ଇଞ୍ଚର ଉଚ୍ଚତାର ଘରେ ପଡ଼ିଥିବ ମେଜ କିମ୍ବା ଛୋଟ ଟେବୁଲ ଗୋଟିଏ, ଟୁଲ୍ ଗୋଟିଏ, ତାହେଲେ ତା ଉପରେ ମଧ୍ୟ ଚଢ଼ିବାକୁ ସେ ଚେଷ୍ଟା କରୁଛି ନା ନାହିଁ, ଏବଂ ସେ ଚଢ଼ୁଛି ଏବଂ ଓହ୍ଲାଉଛି। ଏ ଯେଉଁ ଚଢ଼ିବା ଆଉ ଓହ୍ଲାଇବା ବା ପାହାଚ ଚଢ଼ିବା, ପାହାଚରୁ ଓହ୍ଲାଇବା ବା ଚୌକି ଉପରକୁ ଚଢ଼ିବାକୁ ଚେଷ୍ଟା କରିବା ଏବଂ ଚୌକି ଉପରୁ ଓହ୍ଲାଇବା, ଇଏ ଏଇ ଗୋଟାକ ଆମକୁ ସୂଚନା ଦେଉଛି ଯେ ଶିଶୁଟିର କାରକ ଦକ୍ଷତାରେ ବିକାଶ ଆଉ ବୃଦ୍ଧି ଘଟୁଛି। ତାକୁ ଡେଭଲପମେଣ୍ଟ ଅଫ୍ ମୋଟର ସ୍କିଲ୍ସ ବୋଲି ଇଂରେଜୀରେ କୁହାଯାଇପାରେ। ଆଉ କ'ଣ ଘଟେ ଏହି ସମୟରେ? ପିଲାଟି ଦୌଡ଼ିବାକୁ ଆରମ୍ଭ କରିଥାଏ, ଧୀରେ ଧୀରେ ଦୌଡ଼ିବାକୁ। ତାକୁ ପ୍ରଥମେ ତାର ଆଙ୍ଗୁଠି ଧରି, ତା ହାତର ଆଙ୍ଗୁଠିକି ଧରିକି ଚଲେଇବାକୁ ଶିଖା ହୁଏ, କିନ୍ତୁ ଧୀରେ ଧୀରେ ତାର କୁନି ପାଦକୁ ଥାପି ଥାପି ସେ ଧାଇଁବାକୁ ମଧ୍ୟ ଚେଷ୍ଟା କରେ, ଧୀରେ ଧୀରେ ଡେଇଁବାକୁ ମଧ୍ୟ ଚେଷ୍ଟା କରେ, କୁଦିବାକୁ ମଧ୍ୟ ଚେଷ୍ଟା କରେ। 2-3 ଅଳ୍ପ 1-2 ପାଦ ଛାଡ଼ିକିରି ସେ କୁଦିବାକୁ ଡେଇଁବାକୁ ଆରମ୍ଭ କରେ। ଡେଇଁବା, କୁଦିବା ଏ ଦୁଇଟାକ ତ ଏକା ଜିନିଷ ନୁହେଁ, ପାଖାପାଖି। ତେଣୁ ସେ ଡିଏଁ, ସେ ଦୌଡ଼େ, ତାକୁ ହୋପିଂ ବୋଲି ଇଂରେଜୀ କହିବା, କୁଦିବା, ଡେଇଁବା। ତେଣୁ ଡେଇଁପାରେ, 2-3 ପାଦ, ଗୋଟେ ପାଦ ରଖିବ, 2-3 ପାଦ ଦେଇକି ଗୋଟେ ଗୋଡ଼କୁ ଆଗରେ ନେଇ ଥୋଇବ, ଏଇଭଳି ବ୍ୟବହାର ମଧ୍ୟ ତାର ଘଟିପାରେ। ଏଇ ପାଦଟା ଆଗକୁ ନେବା, ଉପରକୁ ପାହାଚ ଉପରକୁ ଚଢ଼ିବା, ପାହାଚ ତଳକୁ ଓହ୍ଲାଇବା ଏ ଛୋଟିଆ କଥା ନୁହେଁ, ସାନ ପିଲା ନା। ତେଣୁ ଏଇ ବୟସରେ ଯଦି ଏଇଟା କରୁଛି, ଯଦି ସେ ଦୌଡ଼ି ପାରୁଛି, ଯଦି ସେ ପାହାଚ ଚଢ଼ି ପାରୁଛି, ପାହାଚରୁ ଓହ୍ଲାଇ ପାରୁଛି, ଯଦି ଟିକେ ଟିକେ ଡେଇଁ ପାରୁଛି, ଯଦି କୁଦି ପାରୁଛି, ତାହେଲେ ଆମେ ଧନ୍ୟବାଦ ଯେ ତାର ମୋଟର କୋର୍ଡିନେସନ୍ ବା ଯାହାକୁ କୁହାଯାଏ କାରକର ଦକ୍ଷତା ବୃଦ୍ଧି ଘଟିଛି, ବିକାଶ ଘଟୁଛି। ଶିଶୁ ଗୋଟେ ବଲ୍କୁ ଫିଙ୍ଗିକି ତାକୁ ଧରିବା ଏ କିଛି ଛୋଟିଆ କଥା ନୁହେଁ ସାନ ପିଲା ପାଇଁ।
କିନ୍ତୁ ସେ କରିପାରୁଛି ନା ନାହିଁ। ଯଦି ବଲ୍ ଗୋଟେ ଗିତିରେ ତା ପାଖରେ ରଖିବ, ସେ ଫିଙ୍ଗିକିରି ଗଡ଼େଇକିରି ବା ଉପରକୁ ଫିଙ୍ଗିକିରି ଧରିବାକୁ ଚେଷ୍ଟା କରୁଛି କି ନାହିଁ, ଉଦ୍ୟମ କରିବା କଥା। ଯଦି ଉଦ୍ୟମ ନ କରୁଛି ତାହେଲେ ସେଥିରେ କିଛି ଅସୁବିଧା ଅଛି ବୋଲି ଆମକୁ ଲକ୍ଷ୍ୟ କରିବାକୁ ପଡ଼ିବ, ଆମକୁ ଧରି ନେବାକୁ ହେବ। ଆଉ କ'ଣ କରେ ଏଇ ସମୟରେ ସେ ଗାରାଗାରି କରେ, ଲେଖାଲେଖି, ଡ୍ରଇଂ, ଚିତ୍ରକଳା, କାଗଜ ଖଣ୍ଡେ ବା ଚକ ଖଣ୍ଡେ, ଚକ୍ ବା କିଛି କଲର ଜାତୀୟ ଜିନିଷ କାଗଜ ଖଣ୍ଡ ପକାଇ ସେ ଗାରେଇବାକୁ ମଧ୍ୟ ଚେଷ୍ଟା କରେ। ଏବଂ ସେଥିରେ ତାର ଆଖି ଆଉ ହାତ ଉଭୟ କାମ କଲା, ଗୋଟେ ବସ୍ତୁକୁ ନେଇ ଆଉ ଗୋଟେ ବସ୍ତୁରେ ଗାରେଇଲା। କଲର ପେନସିଲ ହଉ ତାକୁ ଧରିକିରି ଗୋଟେ ଧଳା କାଗଜ ଉପରେ ବା ଖବର କାଗଜ ଉପରେ ସେ ଗାରେଇଲା। ଏଇଟା ଗୋଟେ ଭଲ ଲକ୍ଷଣ। ବେଳେବେଳେ ଶିଶୁ ଲକ୍ଷ୍ୟ କରିଥାଏ କତୁରୀରେ କଟା ହେଉଛି କାଗଜ ପତ୍ର, ସେମିତି ସିଏ ମଧ୍ୟ ଯଦି ଛୋଟ କତୁରୀଟା ପାଖରେ ଯଦି କତୁରୀ ପକେଇକିରି ରଖିକିରି ଯଦି ଲକ୍ଷ୍ୟ କରାଯିବ, ସିଏ ମଧ୍ୟ ଚେଷ୍ଟା କରିବ କାଗଜ କାଟିବାକୁ। ଏବଂ ଯେଉଁଭଳି ସାଇଜର ହଉ, ଯେଉଁଭଳି ଆକାରର ହଉ, ସେ କାଗଜକୁ କାଟିବାକୁ ମଧ୍ୟ ଚେଷ୍ଟା କରିବ। ସେଇଟା ମଧ୍ୟ ଗୋଟେ, କାରଣ ଏଇଠି ବହୁତ ଏଇଟା ସେନ୍ସ ଅର୍ଗାନ ଆଉ ମୋଟର ଅର୍ଗାନ, ଇନ୍ଦ୍ରିୟ କାରକ, ଏ ଦୁଇଟା ଏଠି କାମ କରେ। ଆଉ ଅନ୍ୟାନ୍ୟ ଇନ୍ଦ୍ରିୟ କାରକ ସଂଯୋଜନାର ଆହୁରି ମଧ୍ୟ ଉଦାହରଣ ଅଛି। ଆଖି ହାତର ସଂଯୋଜନ, ଆଖିରେ ବଲ୍ଟା ଉପରକୁ ଫିଙ୍ଗିବା, ଆଖିରେ ସେ ବଲ୍ କେମିତି ଯାଉଛି ଦେଖିବା, ଆଉ ନିଜକୁ ନିଜେ ସାହାଯ୍ୟ କରିବା। ସେ ଯଦି ହାତରେ କ'ଣ ଟିକେ ଲାଗିଗଲା, ପାଣି ଲାଗିଗଲା କି କ'ଣ ଲାଗିଗଲା, ସେ ତାକୁ ପୋଛି ପକାଉଛି, ତାହେଲେ ଏଇ କଥା ସେ ଜାଣୁଛି ଏଇଠି ଗୋଟେ କ'ଣ ଲାଗିଗଲା, ପାଣି ଲାଗିଗଲା। ଯଦି ତାକୁ ସାଧା କପ୍ରେ, ଖାଲି ଗ୍ଲାସଟେ କି କପ୍ରେ ଅନ୍ୟ କେହି ଜଣେ ଯାଇ ତାକୁ ଛୁଆଇ ଦେବ ତା ହାତର କେଉଁ ଜାଗାକୁ, ତାହେଲେ ସେ ଜାଣିପାରିବ, ସେ ସାଙ୍ଗେ ସାଙ୍ଗେ ହାତ ନେଇକି ସେଇଠି ଛୁଇଁବ। ତେଣୁ ୟାକୁ ଆମେ କହୁଛେ ଇନ୍ଦ୍ରିୟ କାରକ ସଂଯୋଜନ। ତେଣୁ ଏ ଶାରୀରିକ ଆଉ କାରକ ବିକାଶକୁ ପ୍ରୋତ୍ସାହନ ଦେବା ଆମର କର୍ତ୍ତବ୍ୟ, ତାକୁ ଆମେ କରିବା କଥା। ଏହି ସମୟରେ ଆଉ ଗୋଟିଏ କଥା ମନେ ରଖିବାକୁ, ଟୀକାକରଣ ଆଉ ସ୍ୱାସ୍ଥ୍ୟ ସେବା। ଆଗରୁ ମଧ୍ୟ ଏ ବିଷୟରେ ଆମେ ଉଲ୍ଲେଖ କରିଛେ, ଆମେ ଏ କଥା ଆଲୋଚନା କରିଛେ। ତେଣୁ ସାନ ଶିଶୁ ଥିଲାବେଳେ ତାର କ'ଣ ଟୀକାକରଣ କରାଯିବ ଏବଂ ଟିକିଏ ବଡ଼ ହେଲେ କ'ଣ ଟୀକାକରଣ କରାଯିବ, ସେ ବିଷୟରେ ମଧ୍ୟ ଟିକେ ଉଲ୍ଲେଖ କରିବା। 5ରୁ 6 ବର୍ଷ ହେଲା ବେଳକୁ ଶିଶୁ ତାକୁ DTP ବୁଷ୍ଟର 2 ଦେବା ଦରକାର। ସେମିତି 3ରୁ 5 ବର୍ଷର ପିଲାକୁ ଭାଇଟାମିନ୍ A ଡୋଜ୍ ଦେବା ଦରକାର, ପୁଷ୍ଟିକର ଖାଦ୍ୟ ଦେବା ଦରକାର, ବାଲାନ୍ସ ଡାଏଟ୍ ଦେବା ଦରକାର, ସୁଷମ ଖାଦ୍ୟ। କ'ଣ କ'ଣ ଖାଦ୍ୟ ନିହାତି ପକ୍ଷେ ଗୋଟେ ଶିଶୁ ପାଇବା ଉଚିତ, ଦେବା ଦରକାର? ଲୌହ ଜାତୀୟ, ଆଇରନ୍। କ'ଣ ସେଥିରେ କ'ଣ ଖାଇବାକୁ ଦେବା କଥା? ତାହେଲେ ସବୁଜ ପରିବା, ସେରେଲାକ୍ ଜାତୀୟ ଜିନିଷ ବା ଛତୁଆ ଭଳି ପଦାର୍ଥ, ଡାଲି, ଗୁଡ଼, ଏସବୁ ଅଳ୍ପ ଅଳ୍ପ ତାକୁ ଖାଇବାକୁ ଦିଆଯାଇପାରେ। ସେମିତି ଭାଇଟାମିନ୍ A ମଧ୍ୟ ତାର ପାଇବା ଦରକାର। ହଳଦିଆ ଫଳ, କମଳା, ଅମୃତଭଣ୍ଡା, ଆମ୍ବ, କଖାରୁ, ଗାଜର ଆଉ ସବୁଜ ପତ୍ର ଥିବା କିଛି ପରିବା, ୟାକୁ ସବୁ ଦିଆଯାଇପାରେ। ସେମିତି କ୍ୟାଲସିୟମ ପାଇବା ପାଇଁ ତାକୁ, ତାର ହାଡ଼ ବଡ଼ ହେବ ନା, ତେଣୁ କ୍ୟାଲସିୟମ ପାଇବା ଦରକାର। ତେଣୁ ମିଲ୍କ, କ୍ଷୀର ଜାତୀୟ ପଦାର୍ଥ, ବଟର, ଘିଅ ବା ଚିଜ୍, ଏଇ ଜାତୀୟ ଜିନିଷ ଟିକେ ଟିକେ ମଧ୍ୟ ତାକୁ ଦେବା ଦରକାର। ମିଲ୍କ ତ ଶିଶୁମାନେ ଖାଆନ୍ତି, ମାଆ ଠାରୁ ସେମାନେ ସ୍ତନ୍ୟପାନ କରିକି ପାଇଥାନ୍ତି, କିନ୍ତୁ ଯେତେବେଳେ ବଡ଼ ହେଇଯାଏ ସେ ତାକୁ ସ୍ତନ୍ୟପାନ କରେନି, ସେଥିପାଇଁ ତାକୁ କ୍ଷୀର ଦିଆଯାଏ। ଏବଂ କ୍ଷୀର କେତେ ଉଷୁମର କ୍ଷୀର ଆଉ କେତେ ପରିମାଣର ଖାଇଲେ ତା ପେଟ ପୁରିବ, ସେଇଟାକୁ ଆଉ ମାଆ ଭଲକି ଜାଣିଥାନ୍ତି। ଆଉ ତା ସହିତ
ଏ ସବୁଜ ପରିବା ଘରେ ମା ମାନେ କ'ଣ କରନ୍ତି ନା ପିଲାମାନଙ୍କୁ ଗାଜର ସିଝେଇକି ଟିକେ ତା ପାଟିରେ ଦିଅନ୍ତି, ସେମିତି କମଳା ମଧ୍ୟ ଟିକେ ଚଖେଇଥାନ୍ତି, ଅମୃତଭଣ୍ଡା ଟିକେ ସିଝେଇକି ଦିଅନ୍ତି, କଖାରୁ ଯଦି ଆଉ ସବୁଜ ପରିବା ସିଝେଇକିରି ତାକୁ ଚାମଚ ଯଦି ଦିଆଯାଏ ତାହେଲେ ଭଲ। ଡାଲି ମଧ୍ୟ ଟିକେ ଯଦି ଭଲକି ସିଝେଇକିରି ଚକଟିକି ତାକୁ ଯଦି ଦିଆଯାଏ ତାହେଲେ ତାହା ତାର ଶରୀର ଗଠନରେ ଭାରି ଉପକାରରେ ଲାଗିଥାଏ। କେଉଁ ସମୟରେ କେଉଁ ସମୟରେ ପିଲା ଖାଇବ ଏବଂ ପିଇବ, ଏବଂ ପାଣି ତ ପ୍ରଚୁର ପରିମାଣରେ ଫୁଟା ପାଣି ତାକୁ ଦିଆଯିବା କଥା। କେଉଁ ସମୟରେ କେତେ ପରିମାଣର ଖାଦ୍ୟ ସେ ଖାଇବ, କେତେବେଳେ ଖାଦ୍ୟ ଖାଇବ, କେତେବେଳେ ସ୍ନାକ୍ସ ତ ଆମେ ତାକୁ କହିବାନି, ଆମେ ତାକୁ କହିବା ଯେ ବେଳେବେଳେ ସେରେଲାକ୍ ଟାଇପ୍ର ଦିଆଯାଏ। ତାକୁ ନିହାତି ପକ୍ଷରେ 2 ଗ୍ଲାସ କ୍ଷୀର ଖାଇବାକୁ ଦେବାକୁ ଚେଷ୍ଟା କରେ ବୋଟଲରେ। ଆଉ ସେରେଲାକ୍ 2-3 ଥର ଦେବା ଦରକାର। ପ୍ରୋଟିନ୍, କ୍ୟାଲସିୟମ୍, ଭିଟାମିନ୍ ଏ ଜାତୀୟ ଖାଦ୍ୟ ଶିଶୁକୁ ଦେବା ଆବଶ୍ୟକ। ଆଉ ଗୋଟିଏ ଜିନିଷ, ଖାଦ୍ୟଟା କେମିତି ଦେଖାଯାଉଥିବ, ଭଲ ଦେଖାଯାଉଥିଲେ ସେ ଖାଇବାକୁ ଟିକେ ଆଗ୍ରହ ପ୍ରକାଶ କରିପାରେ। ଖାଦ୍ୟଟି ସୁନ୍ଦର ଦେଖାଯାଉଥିବ, ସୁସ୍ୱାଦୁ ହେଇଥିବ, ସୁମିଷ୍ଟ ହେଇଥିବ, ସେଭଳିଆ ଭଲ ଖାଦ୍ୟ ତା ପାଟିକି ରୁଚିଲେ ସିଏ ଖାଦ୍ୟ ଗ୍ରହଣ କରିବ। କାରଣ ସାନ ଶିଶୁର ତାର ବି ଲାଇକ୍ସ ଆଣ୍ଡ ଡିସଲାଇକ୍ସ ଅଛି ନା, କେଉଁଟାକୁ ସେ ପସନ୍ଦ କରିବ, କେଉଁଟାକୁ ଅପସନ୍ଦ କରିବ, ସେଇଟାକୁ ନଜର ଦେବା ଦରକାର। ଆଉ କ'ଣ କ'ଣ କରାଯାଇପାରିବ? ଆଉ ଗରମ କେତେ ରହିବ, କ୍ଷୀରଟା କେତେ ଗରମ ରହିବ, ଖାଦ୍ୟ କେତେ ଗରମ ଉଷୁମ ଥାଇକି ତାକୁ ଟିକେ ଖାଇବାକୁ ଦେବାକୁ ପଡ଼ିବ। ବେଶୀ ତତଲା ଥିବ, ଗରମ ଥିବ, ତାକୁ ଦେଲେ ସେ ଖାଇପାରିବନି, ତା ଜିଭ ଫୋଟକା ହେଇଯିବ। ଆଉ ଥରେ ତା ମନରେ ଏଥିପ୍ରତି ଭିନ୍ନ ଭାବ ଆସିଗଲେ ସେ ଆଉ ଜମା ଖାଇବନି, ଭାରି ହଇରାଣ କରିବ। ତେଣୁ ଖାଦ୍ୟଟା ଆନନ୍ଦଦାୟକ ହେବା ଦରକାର ଶିଶୁ, ଛୋଟ ପିଲାକୁ। ଆଉ ଗୋଟିଏ କଥା, ବାଦାମ ଚଟଣି ହେଉ କି ସାଣ୍ଡୱିଚ୍ ହେଉ କି ଯାହା ତା ପାଟିକି ଭଲ ଲାଗିବ ଏବଂ ଉପଯୁକ୍ତ ଖାଦ୍ୟ ବୋଲିକିରି ଶିଶୁ ନିରୋଗ ରହିବା ପାଇଁ ପୁଷ୍ଟିକର ଖାଦ୍ୟ ଯାହା ଉଚିତ ମନେ କରାଯିବ, ତାକୁ ଘରରେ ମା ବା ଯେଉଁମାନେ କେୟାର ଟେକର ଅଛନ୍ତି ସେ ତାକୁ ଦେବା ଦରକାର। ଅନ୍ୟ କେଉଁ ପିଲା ସେ ବୟସରେ କେତେ ଖାଉଛି ଆଉ ଆମ ନିଜ ପିଲାଟି କେତେ ଖାଉନି, ଏମିତି କେବେ ହେଲେ ଧାରଣା ବା କେବେ ହେଲେ ତୁଳନାତ୍ମକ ଚିତ୍ର ନେଇ ସିଏ 4 ଚାମଚ ଖାଉଛି ସେରେଲାକ୍, ନା, ସେଇଟାକୁ କେବେ ହେଲେ ମନକୁ ଆଣିବା ଠିକ୍ ନୁହେଁ। ତେଣୁ ଶିଶୁର ଏ ସେନ୍ସୋରି ମୋଟର କୋର୍ଡିନେସନ୍ ଆଉ ତାର ଶାରୀରିକ ଶକ୍ତି ଆଉ କାରକର ସମନ୍ୱୟ ବିକାଶ ପାଇଁ ସେ ମୂଳତଃ ଖାଦ୍ୟ ଖାଇବା ଦରକାର। ଏବଂ ମୁଁ ଆଗରୁ କହି ରଖିଛି ଯେ ଯଦି ତାର ଖାଦ୍ୟର ଅଭାବ ହୋଇଯିବ, ତାର ପୁଷ୍ଟିକର ଖାଦ୍ୟର ଅଭାବ ହୋଇଯିବ, ତାହେଲେ ତାର ମସଲ୍ ଡେଭଲପମେଣ୍ଟ ହେବନି। ସ୍କେଲେଟାଲ୍ ଡେଭଲପମେଣ୍ଟ, ମସଲ୍ ମାନେ ମାଂସପେଶୀ ଆଉ କଙ୍କାଳ, ହାଡ଼, ଏଗୁଡ଼ା ସବୁ ଭଲ ବିକାଶ ହେବନି। ସେଇଥିପାଇଁ ଟିକେ ଯତ୍ନବାନ ହେବା ଦରକାର। ଆମେ ଏଥିରେ କିଛି କଥା ଆଲୋଚନା କଲେ, ଏଇଥିରେ ନିଜେ ଆମେ କିଛି ପ୍ରଶ୍ନ କରି ତାହାର ଉତ୍ତର ପାଇବାକୁ ଚେଷ୍ଟା କରିବା, ନିଜ ଉତ୍ତର ଖୋଜିକି ବାହାର କରିବା। ତାହେଲେ ଆମର ଏ ପଢ଼ିବାଟା କିଛି ପରିମାଣରେ ସାର୍ଥକ ହେବ। ଆଉ ଗୋଟିଏ କଥା ହେଲା, ତା ସହିତ ଆଉ ଗୋଟିଏ ଜିନିଷ ଘଟେ ଯେ ଜ୍ଞାନାତ୍ମକ ସାମର୍ଥ୍ୟ ଓ ଧାରଣା। ଏଇଟା ହେଉଛି 18 ନମ୍ବର ୟୁନିଟ୍ ଏକକ। ଏଇଥିରେ ଶିଶୁ ଯେତେବେଳେ ବଡ଼ ହେଇ ଯାଉଛି ତାର ମଧ୍ୟ ଜ୍ଞାନାତ୍ମକ ବିକାଶ। ଆମେ ଆଗରୁ ସେନ୍ସୋରି ମୋଟର ଷ୍ଟେଜ ବା ଇନ୍ଦ୍ରିୟ କାରକ ସୋପାନ, ତାର କେମିତି 6ଟା ଉପସୋପାନ ଅଛି ସେ ବିଷୟରେ ଆଲୋଚନା କରିଥିଲେ। ଏବେ ସେଇଟା ହେଉଛି ଜନ୍ମଠାରୁ 2 ବର୍ଷ ଭିତରେ। ଆମେ ଦେଖିବା ଆଜି ଏଇଟା ପ୍ରି ଅପରେସନାଲ ବା ପ୍ରାକ୍ କ୍ରିୟାତ୍ମକ ସୋପାନ। 2ରୁ 7 ବର୍ଷ ଭିତରେ ଶିଶୁର ଜ୍ଞାନାତ୍ମକ ବିକାଶ କେମିତି ଘଟେ, ଏଇଟା ଗୋଟେ ଭାରି ବହୁତ ଉପାଦେୟ ଏବଂ ଜରୁରୀ ସୋପାନ। ଏଇ ଯେଉଁ 2ରୁ 7 ବର୍ଷ ତାକୁ ପ୍ରାକ୍ କ୍ରିୟାତ୍ମକ ସୋପାନ, ଏହି ସମୟରେ ଜ୍ଞାନର କେମିତି ବିକାଶ ଘଟେ, ଚିନ୍ତା କରିବାର ଶକ୍ତି କିଭଳି ବଢ଼େ, এই ବିଷୟରେ ଆମେ ଟିକେ ଆଲୋଚନା କରିବା। ଏଇ ଯେଉଁ ପ୍ରି ସ୍କୁଲର ବା ପ୍ରି ବିଦ୍ୟାର୍ଥୀମାନେ, ଏମାନେ ଭାରି, ଏମାନଙ୍କର କେତେକଙ୍କ ତ ମତ ଦେଇଛନ୍ତି ଯେ
এই সময়টা ହେଉଛି କଗ୍ନିଟିଭ୍ ଡେଭଲପମେଣ୍ଟ ବା ଜ୍ଞାନାତ୍ମକ ବିକାଶର ଫାଉଣ୍ଡେସନ୍। ପିଲା ଯାହା ଶିଖେ ଏଇ ସମୟରେ ଅଧିକାଂଶ କଥା ଶିଖି ଯାଇଥାଏ। ତେଣୁ ସେ ଏକ ବିପଦ, ସେ ବିଷୟକୁ ଆମେ ଯିବାନି। ଆମେ ଦେଖିବା ତାର କ'ଣ କ'ଣ ବିକାଶମୂଳକ କଥା ଘଟେ। ଏଇଥିରେ ଗୋଟେ ସିମ୍ବଲିକ୍ ଥଟ୍ ଆଣ୍ଡ ଫାଣ୍ଟାସି, ପ୍ରତୀକାତ୍ମକ ଚିନ୍ତାଧାରା ଆଉ କଳ୍ପନା ଶିଶୁର ଏହି ସମୟରେ ଘଟେ। ଥରେ ଯଦି ଗୋଟେ ଜିନିଷ ସେ ଦେଖିଛି, ଶିଶୁକୁ ଦେଖାହେଇଛି ବଲ୍ ହଉ, କପ୍ ହଉ, ଅନ୍ୟ ଯେକୌଣସି ଜିନିଷ, ତାପରେ ତାକୁ ଯଦି ନେଇଯାଇଛ, ତାହେଲେ ସେଇଟା ସେ ସିମ୍ବଲଟାକୁ ସେ ତାକୁ ମନର ମସ୍ତିଷ୍କ ଭିତରେ କ'ଣ କପ୍ ଥୁଆ ହେଇଛି କି, କପ୍ର ଗୋଟେ ସିମ୍ବଲ ଅଛି, ଏଇଟା କପ୍। ଆମେ ଗୋଟେ ଧରା ଯାଉ କହିବା ଗୋଟେ ହାତୀ କହିଲା ମାନେ ହାତୀଟା କେମିତି ଆମ ମନରେ ଆସିଯାଉଛି। ସେମିତି କପ୍ କଥା କହିଲା ବେଳେ କପ୍ଟା ମଧ୍ୟ ସାନ ପିଲା ମନରେ ସେ କଥାଟା ଆସିଯାଏ, ସିମ୍ବଲିକାଲି ସେ ତାକୁ ମନେ ରଖେ। ସେଇଟା ଖାଲି ସେତିକି ନୁହେଁ, ସେଇଟା ମଧ୍ୟ ବଡ଼ ଏବଂ ବୃଦ୍ଧ ପର୍ଯ୍ୟନ୍ତ ଏବଂ ମଣିଷ ମଲା ପର୍ଯ୍ୟନ୍ତ ବହୁ ଜିନିଷ ସିମ୍ବଲିକାଲି ମଧ୍ୟ ଲୋକେ ମନେ ରଖିଥାନ୍ତି, କଂକ୍ରିଟ ଭାବରେ ଏବଂ ସିମ୍ବଲିକାଲି, ସାଙ୍କେତିକ ଭାବରେ, ପ୍ରତୀକାତ୍ମକ ଭାବରେ। ଇଏ ହେଉଛି ଏମିତି ମନେ ରଖିବାଟା ହେଉଛି ଗୋଟେ ନୂତନ ଚିନ୍ତାଧାରାର ନମୁନା। ୱାର୍ଡ ବା ଶବ୍ଦ ଆ ବୋଲି ଯେତେବେଳେ କୁହାଯାଏ ଶବ୍ଦ, ସେତେବେଳେ ଶିଶୁଟି ଜାଣେ ଯେ ତାକୁ ଡକା ହେଉଛି। ଆମେ ଜାଣିଛେ ଶବ୍ଦର କ୍ଷମତା ବହୁତ ବେଶୀ। ଏଇ ଶବ୍ଦ ବନ୍ଧୁତ୍ୱ କରାଇପାରେ, ଶବ୍ଦ ଶତ୍ରୁତା ବି କରାଇପାରେ। ତେଣୁ ଶବ୍ଦ ପ୍ରୟୋଗ କରିବାକୁ ହେଲେ ଅତ୍ୟନ୍ତ ଭାବିଚିନ୍ତି ଯେକୌଣସି ଶବ୍ଦ ପ୍ରୟୋଗ କରାଯାଏ। ତାକୁ ତ ଭାଷା ମାଧ୍ୟମରେ ପ୍ରକାଶ କରାଯାଏ, ଶବ୍ଦକୁ ଭାଷା ମାଧ୍ୟମରେ ପ୍ରକାଶ କରାଯାଏ। ଏବଂ ସେ ଶିଶୁ ମଧ୍ୟ ଯେତେବେଳେ ମା ତାର ଆ ବା ବୋଲି ଡାକେ, ବା କୌଣସି ଗୋଟେ ଲୋରି ବା କୌଣସି ଗୋଟେ ଛୋଟିଆ ଗୀତଟିଏ ଗାଏ, ତାହେଲେ ସେ ତାକୁ ଧରିପାରେ, ବୁଝିପାରେ। ଯଦି ଆଉ ଗୋଟେ କଥା, ତାକୁ ଯଦି ସାଙ୍କେତିକ ଭାବରେ କିଛି କଥା କହିବ, ତାହେଲେ ସେ ମଧ୍ୟ ପ୍ରତୀକାତ୍ମକ ଭାବରେ ତାକୁ ମନେ ରଖିପାରେ। এইটাକୁ ଆମେ କହୁଛେ ପ୍ରତୀକାତ୍ମକ ଚିନ୍ତାଧାରା ବା ସିମ୍ବଲିକ୍ ଫଙ୍କସନ୍ ବୋଲି ଆମେ କହୁଛେ। ଆମେ ଜାଣିଛେ ଆଗରୁ ମଧ୍ୟ କୁହାହେଇଛି ଯେ ଯଦି ଗୋଡ଼ରେ ଗୋଟେ ସୂତା ବାନ୍ଧି ଦେଇକିରି ସେତେବେଳେ ସେ ଗୋଟେ କଣ୍ଢେଇକି ରଖି ଦିଆଯାଇଥିବ କି ବଲ୍ ରଖି ଦିଆଯାଇଥିବ, ସେ ଗୋଡ଼ ମାରି ଦେଉଥିଲା, ଗୋଡ଼ ମାରିକିରି କଣ୍ଢେଇକି ହଲେଇ ଦେଉଥିଲା ବା ବଲ୍କୁ ଗଡ଼େଇ ଦେଉଥିଲା। ଏବେ ସେ କଣ୍ଢେଇ ହଉ କି କଣ୍ଢେଇ ରୂପ ମାଙ୍କଡ଼ ହଉ କି ଅନ୍ୟ ଯେକୌଣସି ଜିନିଷ, ବଲ୍ ହଉ, ଏଥର ତାକୁ ସେ ଆଣିବ, ତାକୁ ସେ ଜାକିକି ଧରିପାରେ। ତାର ସେ ଭୟ କିଛି ନାହିଁ, ଆଉ ତାର ସେମିତି ହବନି। ତେଣୁ ସେ କ'ଣ କରିବ ନା, ସେ ଜିନିଷଟା ଆଉ ତାର ପ୍ରତୀକାତ୍ମକ ହେଇନାହିଁ, ସେ ତାକୁ ସିଧାସଳଖ ଧରିବାକୁ ଚେଷ୍ଟା କରେ। ବେଳେବେଳେ ସେଇ ଜିନିଷଟାକୁ ଆଣି ସେ ଗୋଟେ କେକ୍ କିମ୍ବା ଖାଇବା ଜିନିଷ କି ତାକୁ ପାଟିରେ ବି ପୁରେଇବାକୁ ଚେଷ୍ଟା କରେ। ତେଣୁ ଏ ସିମ୍ବଲ, ତାକୁ ଯାହା କୁହାଯାଏ ପ୍ରତୀକାତ୍ମକ ଜିନିଷଟାକୁ ସେ ବାସ୍ତବ ରୂପ ଭାବିକି ବାସ୍ତବ ରୂପ ଦେବାକୁ ଚେଷ୍ଟା କରିଥାଏ ଏବଂ ତାକୁ ଆଣି ପାଟିରେ ପୁରେଇବାକୁ ଚେଷ୍ଟା କରିଥାଏ। କାରଣ ଖାଇବା ଜିନିଷଟା ସେ ଏତକୁ ଶିଖିଗଲାଣି। ଆଉ ଗୋଟେ ଜିନିଷ, ତେଣୁ ଏଇଥିରେ ଲକ୍ଷ୍ୟ କରିବା କଥା ଯେ ପିଲା ଏଇଭଳି କାର୍ଯ୍ୟକଳାପ ଠିକ୍ ଭାବରେ ସମ୍ପାଦନ କରୁଛି କି ନା। ଆଉ ଗୋଟେ କଥା, ପ୍ରି ସ୍କୁଲର ମାନେ କଳ୍ପନାତ୍ମକ ଜିନିଷ ପ୍ରତି ମଧ୍ୟ ଆଗ୍ରହ ଦେଖେଇଥାନ୍ତି, ଆଉ ବେଳେବେଳେ ମଜା ମଧ୍ୟ କରିଥାନ୍ତି, ତାକୁ ଲୁଚେଇ ଦେବାକୁ ଚେଷ୍ଟା କରିଥାନ୍ତି। ଆଉ ଆଗରୁ ଆମେ କଥା ହେଇଛେ, ଏ କଥା ଗୋଟେ ଉଲ୍ଲେଖ କରିଛେ ଯେ ଗୋଟେ ପ୍ରିଟେଣ୍ଡ ପ୍ଲେ ସେ କରେ। ଡାକ୍ତର ହେଇକିରି ଗୋଟେ ଦଉଡ଼ି ଖଣ୍ଡେ ଧରିକିରି ହାତରେ କାନରେ ଗୋଟେ ଖଣ୍ଡ ଲଗେଇକିରି ଅନ୍ୟର ଛାତିରେ ବା ଦେହରେ ଲଗେଇକିରି ଡାକ୍ତର ଭଳି ହେବାକୁ ଚେଷ୍ଟା କରେ। କୌଣସି ଗୋଟେ ଜିନିଷକୁ ଚକୋଲେଟ୍ ଭଳି ପାଟିରେ ଖାଇବା ପାଇଁ ଚେଷ୍ଟା କରେ। ଏବଂ ଏଇଭଳି ଭାବରେ ସେ ପ୍ରିଟେଣ୍ଡ ପ୍ଲେ ମଧ୍ୟ କରିକି ତା ମାଧ୍ୟମରେ
এটা হচ্ছে সিম্বলিক থট, তার বা প্রতীকাত্মক চিন্তাধারার পরিপ্রকাশ। ଆଉ ଗୋଟିଏ କଥା, ଏହି ସମୟରେ ଜ୍ଞାନଗତ ଦକ୍ଷତା ମଧ୍ୟ ତାରା ବୃଦ୍ଧି ପାଇବାକୁ ଆରମ୍ଭ କରେ। ଅନ୍ୟମାନେ ଜିନିଷକୁ କିଭଳି ଭାବରେ ଦେଖୁଛନ୍ତି, କିଭଳି ଭାବରେ ତାକୁ ଲକ୍ଷ୍ୟ କରୁଛନ୍ତି, ସେଇ କଥା ମଧ୍ୟ ଛୋଟ ଶିଶୁ ଲକ୍ଷ୍ୟ କରିଥାଏ। ସେ ଜିନିଷଟା କରିବାକୁ ଖୁବ୍ ଭଲରେ କରିପାରିବ। ସେ ଦେଖିବ ଯେତେବେଳେ ତାର ବାପା କିମ୍ବା ମା କି ତା ବୟସର ପିଲା ଯେତେବେଳେ ଗୋଟେ ଜିନିଷ କରିପାରୁଛି, ସେଇଟାକୁ ସେ କରିବାକୁ ମଧ୍ୟ ଚେଷ୍ଟା କରିବ। ଆମେ ଲକ୍ଷ୍ୟ କରିବା କଥା ଯେ ଗୋଟେ ଖେଳନାତ୍ମକ ଭାବରେ ଗୋଟେ ଖେଳ ଜିନିଷକୁ ଧରାଯାଇପାରେ। 2 ଜଣ ଲୋକ ଗୋଟେ 4ଟି ଜିନିଷ 4ଟା କୋଣରେ ଅଛି, 4ଟା ଜାଗାରେ ଅଛି। ଜଣେ ଲୋକ ଯେଉଁ 2ଟାକୁ ଦେଖୁଛନ୍ତି, ଅନ୍ୟ 1, 2, 3, 4। ପ୍ରଥମ ଲୋକ 1, 2 କି ଦେଖିପାରୁଛି, ଦ୍ୱିତୀୟ ଲୋକ 2, 3 କି ଦେଖିପାରୁଛି, 2, 4 କି ଦେଖିପାରୁଛି। ତାହେଲେ କୋଉଠି ଜିନିଷ ଲୁଚେଇ ହେବ ନା ଏଇ ଉଭୟ କମନ ହେଉଛି କୋଉଟା ନା 2 ନମ୍ବର ଜିନିଷ। 1, 2 କି 1 ନମ୍ବର ଲୋକ ଦେଖୁଛି, ଆଉ 2, 4 କି 2 ନମ୍ବର ଲୋକ ଦେଖୁଛି। ତା ବାଦ ପଡ଼ିଲା କିଏ ନା 3। ଶିଶୁ ବୁଝିପାରେ ଏଇ ଜାଗାରେ ଜିନିଷଟାକୁ ଲୁଚେଇ ଦେଲେ କେହି ନେଇପାରିବେନି। ଏଇଟା ଗୋଟେ କଗ୍ନିଟିଭ୍ ଡେଭଲପମେଣ୍ଟ ବା ଜ୍ଞାନାତ୍ମକ ଏବିଲିଟିର ଗୋଟେ ସୋପାନ। ଆଗରୁ ଆମେ ଆଲୋଚନା କରିଛେ ଯେ ପିଲାର ଶିକ୍ଷଣ, ତାର ଦକ୍ଷତା ବହୁ ଭାବରେ ପରିବେଶ ଏହା ଉପରେ ମଧ୍ୟ ନିର୍ଭର କରିଥାଏ। କେଉଁ ପରିବେଶରେ ସିଏ ଅଛି ତାହା ଉପରେ ବହୁ ଜିନିଷ ନିର୍ଭରଶୀଳ। ପିଲା ଖେଳିଲା ବେଳେ କ'ଣ କରେ ନା କେଉଁ ଜିନିଷଟା ସହିତ କେଉଁ ଜିନିଷଟା ଖାପ ଖାଉଛି। ମ୍ୟାଚ୍ ବକ୍ସ 2-4ଟା ଅଛି। ଗୋଟେ ମ୍ୟାଚ୍ ବକ୍ସର ଖୋଳଟାକୁ ଅଧା ଆଣି ସେ ଯେଉଁ ଫାଙ୍କା ରହିଲା, ସେ ଫାଙ୍କାରେ ଆଉ ଗୋଟେ ମ୍ୟାଚ୍ ବକ୍ସର ଖୋଳର ଅଂଶ ପୁରେଇ ସେ ଧୀରେ ଧୀରେ ଟ୍ରେନ୍ କରିପାରେ, ତାପରେ ବସିବାକୁ ବି ଚେଷ୍ଟା କରିପାରେ। ଏଇ ଖାପ ଖୋଇବା ମ୍ୟାଚିଂ ଯେଉଁ କଥା କୁହାଯାଏ, ଏଇ ଜିନିଷଟା ସେ କରିପାରେ। ସେ ଜାଣିପାରେ ଯେ ଏଇଟା ଫାଙ୍କା ଅଛି, ଏଇ ଜାଗାରେ ମୁଁ ଦିଆସିଲିର ଖୋଳଟାକୁ ସେ ଭିତରେ ଭର୍ତ୍ତି କରିକି ଚଲେଇ ପାରିବି। ସେମିତି କଲର ମଧ୍ୟ କେଉଁ କଲରଟା କେଉଁଠି ଦେବ, ତା ମନକୁ ଯେଉଁଟା ଭଲ ଲାଗିବ ସେ କରିବ। ଏଥିରେ ସେ ଦେଖିବ ଯେ ବିଭିନ୍ନ କଲରର ଜିନିଷ ଥିଲେ ବେଳେବେଳେ ଶିଶୁ ଏକା କଲରର ଜିନିଷ ଗୁଡ଼ିକୁ ଧାଡ଼ିକି ଥୋଇବ। ତାକୁ ଯଦି ଇଚ୍ଛା ହେବ କମ୍ପ୍ଲେକ୍ସ ବା ଜଟିଳ କଲର ସହିତ ରଙ୍ଗ ସହିତ ଖେଳିବା ପାଇଁ, ସେ ଗୋଟେ କଲର ସହିତ ଆଉ ଗୋଟେ କଲରର ଜିନିଷ ଥୋଇକି ତାକୁ ରଖିବାକୁ ଚେଷ୍ଟା କରିବ। ଇଏ ସବୁ ହେଉଛି ଜ୍ଞାନଗତ ବିକାଶର ସୂଚନା। ତା ସହିତ ଆଉ ଗୋଟେ କଥା ଆସିଲା ସଂରକ୍ଷଣ ମଧ୍ୟ କଥା। ପ୍ରି ଅପରେସନାଲ ଷ୍ଟେଜ ତ ଆମେ ପଢ଼ୁଛେ, ତେଣୁ ଏଇ ସମୟରେ ଏଇ ଯେଉଁ ଆମର ଏଇ ଯେଉଁ ସମୟ ପ୍ରି ଅପରେସନାଲ ଷ୍ଟେଜ, ଏଥିରେ ଶିଶୁ କନଜରଭେସନ ବା ଓଡ଼ିଆ ତାକୁ ସଂରକ୍ଷଣ କୁହାଯାଉଛି, ସେଇ ଧାରଣା ତାର ସବୁ ଆସ୍ତେ ଆସ୍ତେ ଆସେ। ଗୋଟେ ହେଉଛି ପଦାର୍ଥର ସଂରକ୍ଷଣ। ପଦାର୍ଥ ସଂରକ୍ଷଣ କହିଲା ବେଳେ ବା କନଜରଭେସନ ଅଫ ସବଷ୍ଟାନ୍ସ, ଗୋଟେ ଅଟା ଗୁଳାଟେ ହଉ ବା ମାଟି ପିଣ୍ଡୁଳାଟେ ହଉ, ଗୋଟେ ବଲ୍ ଆକାରରେ ତାକୁ ଦେବ, 2ଟା ଥୋଇବ, ତାପରେ ଗୋଟିଏ ରଖିଥିବ, ଆଉ ଗୋଟେ ମାଟି ପିଣ୍ଡୁଳାକୁ ଲମ୍ବା କରିକି ରୋଲ ଭଳିଆ କରିଦେବ। ତାକୁ ପଛରେ 2ଟାକୁ ସମାନ। 4 ରୁ 5 ବର୍ଷର ପିଲା ନା ଯେଉଁଟା ଲମ୍ବା ସେଇଟା ବଡ଼। 5 ରୁ 6 ବର୍ଷର ପିଲା ସେ ଟିକେ କନଫ୍ୟୁଜନ୍ ରହିବ, କ'ଣ ଏଇ ଜିନିଷଟା, ସେ ତ ସେଇ ଗୋଟାକ ନେଇକିରି କଲା। କିନ୍ତୁ 7 ବର୍ଷର ପିଲା ହୁଏତ କହିଦେଇପାରେ।
ଯେ ନା ଦୁଇଟାକୁ ସମାନ। ଏଇ କଥା ଧୀରେ ଧୀରେ କନଜରଭେସନ କଥା ଧୀରେ ଧୀରେ ସମାଧାନ ହେଇଯାଏ। ସେମିତି ଦେଖନ୍ତୁ ଆଉ ଗୋଟେ କଥା, ତରଳ ପଦାର୍ଥ କନଜରଭେସନ ଅଫ୍ ଲିକ୍ୱିଡ। ଦୁଇଟା ଗ୍ଲାସରେ ମନେକର ପାଣି ରଖିବା ଆମେ, ଯେତେବେଳେ ପାଣି ରଖିବା ଦୁଇଟା ଗ୍ଲାସରେ ଏକା ପରିମାଣର ପାଣି ରଖିବା, ଗୋଟିଏ ଗ୍ଲାସ ରଖିବା ଆଉ ଗୋଟିଏ ଓସାରିଆ ପାତ୍ର ଆଣି ଦ୍ୱିତୀୟ ଗ୍ଲାସରେ ଥିବା ପାଣିକି ସେ ଢାଳିଦେବା, ପଛଟା ସମାନ। ଏ 4 ରୁ 5 ବର୍ଷର ପିଲା କହିବ ଏ ଓସାରିଆ ଗ୍ଲାସରେ ଯାହା ଅଛି ସେ କମ୍ ପାଣି ଅଛି, ଏ ଉଚ୍ଚା ଯେଉଁ ଦେଖାହେଉଛି ଗୋଟେ ଗ୍ଲାସରେ ପାଣି ଅଛି ଏଇଟା ବେଶୀ ଅଛି। କାରଣ ତାର ସେତେବେଳକୁ ତାର କନଜରଭେସନ ଅଫ୍ ଲିକ୍ୱିଡର ଜ୍ଞାନଟା ଯଥେଷ୍ଟ ପରିମାଣରେ ବୃଦ୍ଧି ହେବାକୁ ସମୟ ଲାଗିଥାଏ। 6 ରୁ 7 ବର୍ଷ ହେଲା ବେଳକୁ ବସ୍ତୁର ପରିମାଣ ସମ୍ପର୍କରେ ଏବଂ ତାର ସଂରକ୍ଷଣ ସମ୍ପର୍କରେ ସମର୍ଥ ହାସଲ କରିବାକୁ ଶିଶୁଟି ସମର୍ଥ ହେଇଥାଏ। 9 ରୁ 10 ବର୍ଷ ହେଲା ବେଳକୁ ଓଜନ ସଂରକ୍ଷଣ ସମ୍ପର୍କରେ ତାର ଜ୍ଞାନ ହେଇଥାଏ। 11 ବର୍ଷ ବେଳକୁ ତାର ଆୟତନ ଆଉ ଘନତ୍ୱ ଏ ବିଷୟରେ ସମ୍ପୂର୍ଣ୍ଣ ଧାରା ହେଇପାରେ। ସେମିତି କନଜରଭେସନ ଅଫ୍ ଲେନ୍ଥ ବା ଦୈର୍ଘ୍ୟର ସଂରକ୍ଷଣ, ଗୋଟେ ସୂତାକୁ ଦିଗଡ଼ି କରିଦିଆହେଲା, ତାପରେ ଗୋଟିଏ ସୂତା ରଖିକିରି ସେଇ ଯେଉଁ ଆର ଖଣ୍ଡକ ସୂତା ଥିବ ସମାନ ଦୈର୍ଘ୍ୟର ତାକୁ ଖଣ୍ଡ ଖଣ୍ଡ କରି ଦିଆହେଲା। ପଚରା ହେବ ଏଇଟା ସମାନ, ଏଇଟା ଦେଖିଲୁ, ସେ କହିବ ଯେଉଁଟା ଗୋଟା ଲମ୍ବାଟା ଅଛି କହିବ ସେଇଟା ବେଶୀ। ଏ ସବୁ ଯାକ ଯୋଡ଼ିଲେ ହୁଏ ତ ସେତିକି ହେଇଯାଇପାରନ୍ତା, କିନ୍ତୁ ସେତିକି ତାର ହେଇନଥାଏ। ଆଗରୁ ଆମକୁ କହିଛେ ଯେ 11 ବର୍ଷ ପ୍ଲସ୍ ହେଲା ବେଳକୁ ପିଲାଙ୍କର ଟୋଟାଲ କନଜରଭେସନ ଜ୍ଞାନ ହେଇସାରିଥାଏ। ସେମିତି କନଜରଭେସନ ଅଫ୍ ନମ୍ବର, ସଂଖ୍ୟାରେ ଆମେ ଯଦି 5ଟା ନମ୍ବର ଥୋଇବା, 5ଟା ସଂଖ୍ୟା ଗୋଲ ଗୋଲ କରି 5ଟା ଜିନିଷ ଆମେ ଥୋଇବା, ଗୁଳା 5ଟା ଥୋଇବା, ଆଉ ଦୁଇଟା ପ୍ରଥମେ 5ଟା ଥୋଇବା, ତା ତଳ ଧାଡ଼ିରେ ଆଉ 5ଟା ଥୋଇଥିବା। ପିଲାକୁ କହିବା ତାକୁ ଦେଖିଲୁ ଏଇଭଳିଆ କଲୁ, ସେ ତାର ଘୁଞ୍ଚେଇକି ସେମିତି କରିବ, କହିବ ଏଇଟା ମୋର ବଡ଼, ଏଇଟା ଠିକ୍। ଅର୍ଥାତ୍ ସେତିକି ଜିନିଷ କିନ୍ତୁ ସେ ଭିନ୍ନ ପାଖରେ ତାକୁ ଥୋଇବ। ଆଉ ଗୋଟେ ଜିନିଷ ହେଉଛି ସେ ଗୋଟେ ନୂଆ ରୋ ବା ନୂଆ ଧାଡ଼ି କରିବାକୁ ଚେଷ୍ଟା କରିବ। ସେମାନେ କ'ଣ କରନ୍ତି ନା ଯେଉଁ ଦୁଇଟା ଗୋଟେ ଯେଉଁ 5ଟା ବଲ୍ ଥିଲା ସେ ମଝିରେ ଯେଉଁ ଗ୍ୟାପ୍ ଅଛି ସେ ଗ୍ୟାପ୍ରେ ଗୋଟେ ରଖିଦେବାକୁ ଚେଷ୍ଟା କରନ୍ତି। ଏହି ସମୟରେ ତାଙ୍କର କନଜରଭେସନ ଧାରଣାଟା ଏଇଠି ଥାଏ। ଆଉ ସେମାନେ କେନଟ୍ ରିଭର୍ସ ଦେୟାର ଥିଙ୍କିଂ, ତାଙ୍କ ଚିନ୍ତାଧାରାକୁ ପଛକୁ ସେ ଆଣିପାରନ୍ତିନି। ଆରେ ଏଇ ଜିନିଷଟା ଏଇଆ ଥିଲା ଆଉ ଇଏ ଅଲଗା ନୁହଁ ଏକା, ନା, ଏଇଟାକୁ କରିପାରନ୍ତିନି। ରିଭର୍ସ ଥିଙ୍କିଂ, ପଶ୍ଚାତ ଚିନ୍ତନ, ଏଇ କ୍ଷମତାଟା ତାଙ୍କର ହେଇନଥାଏ। ସେମାନେ ତାଙ୍କ ନିଜର ଶିକ୍ଷଣ ବା ପ୍ରତ୍ୟକ୍ଷଣରେ ପରିଚାଳିତ ହୋଇଥାନ୍ତି। ସେଇଭଳି ଭାବରେ ନମ୍ବର ବା ବର୍ଗୀକରଣ ଯାହାକୁ କୁହାଯାଏ, କ୍ଲାସିଫିକେସନ୍ ବା ଗ୍ରୁପିଂ, ସେଥିରେ ମଧ୍ୟ ଯଦି କିଛି କଲର ଜିନିଷ ବର୍ଗୀକରଣ କରାଯିବ, ଯଦି କିଛି କଲରର ଜିନିଷ 4 କୋଣିଆ ଜିନିଷ ହଉ, 3 କୋଣିଆ ଜିନିଷ ହଉ, ଗୋଲ ଗୋଲ ଜିନିଷ ରଖିଦିଆଯିବ, କେତେକ ଶିଶୁ 2 ରୁ 3 ବର୍ଷ ଶିଶୁ ସେ କିଛି କରିବେନି, କାପଛଡ଼ା। 4 ରୁ 6 ବର୍ଷ ଶିଶୁ ଟିକେ ଟିକେ କରିବାକୁ ଚେଷ୍ଟା କରିବେ, 4 କୋଣିଆ ଜିନିଷ ଗୋଟେ ରଖିବାକୁ ଚେଷ୍ଟା କରିବେ, 3 କୋଣିଆ ଜିନିଷ ଅଲଗା, ଆଉ ଗୋଲ ଗୋଲ ଜିନିଷ ଅଲଗା। କିନ୍ତୁ 6 ବର୍ଷ ହେଲା ବେଳକୁ ଯେଉଁମାନେ 6 ରୁ 7 ବର୍ଷ ଶିଶୁ ସେମାନେ ଟିକେ ବେଟର ଭଲ କରି ସଜେଇବାକୁ ଚେଷ୍ଟା କରିଥାନ୍ତି। ଆଉ ଗୋଟେ କଥା, ସେଭଳି ଭାବରେ ସିରିୟସ୍ କ୍ରମିକ ଭାବରେ ଆରେଞ୍ଜ କରିବା ଜିନିଷକୁ, ଏଇଟା ପ୍ରିୟ 2 ରୁ 3 ବର୍ଷ ଶିଶୁ ପାଖରେ କଷ୍ଟକର। କିନ୍ତୁ କଂକ୍ରିଟ୍ ଅପରେସନାଲ 7 ରୁ 11 ବର୍ଷ ଶିଶୁ କିଛି ପରିମାଣରେ କରିପାରେ। ଆଉ ଫର୍ମାଲ ଅପରେସନାଲ ଯେଉଁଟା କୁହାଯାଏ କଗ୍ନିଟିଭ୍ ଡେଭଲପମେଣ୍ଟର ଚତୁର୍ଥ ସୋପାନ, ସେଇ ଅବସ୍ଥାରେ ଯେଉଁଟା 11+, ସେହି ସମୟରେ ସେ ସମ୍ପୂର୍ଣ୍ଣ ଭାବରେ କରିବାକୁ ସକ୍ଷମ। ସେମିତି
ଆଉ ଗୋଟେ ଜିନିଷ ହେଉଛି ଆନିମିଜିମ୍, ପ୍ରାଣୀବାଦ। ଏଇ ଧାରଣାଟା ମଧ୍ୟ ଶିଶୁ ମନରେ ହେଇଥାଏ। କ'ଣ ସେ ଜିନିଷଟା? ଶିଶୁ ଭାବେ ସମସ୍ତଙ୍କ ସବୁ ଜିନିଷର ଜୀବନ ଅଛି, ଏଇ ଧାରଣାଟା ତା ମନରେ ଥାଏ। ନିଶ୍ୱାସ ପ୍ରଶ୍ୱାସ ମଣିଷ ଦେହରେ ଅଛି, ଜୀବଜନ୍ତୁଙ୍କ ପାଖରେ ଅଛି, ସେମାନେ ବଞ୍ଚୁଛନ୍ତି। ଅବଶ୍ୟ ଗଛଲତା ମଧ୍ୟ ଅଛି, କିନ୍ତୁ ସେ ବଲ୍ ଆଉ କଣ୍ଢେଇ ଏଇମାନଙ୍କର ମଧ୍ୟ ଜୀବନ ଅଛି, ଏଇ ଧାରଣା ଶିଶୁମାନଙ୍କ ମଧ୍ୟରେ ବା ପିଲାମାନଙ୍କ ମଧ୍ୟରେ ଥାଏ। ଧୀରେ ଧୀରେ ଏ ଧାରଣା ଅପସାରିତ ହେଇଯାଏ। ଆଉ ଆଉ ଗୋଟେ ଜିନିଷ ହେଉଛି ପିଲାଙ୍କ ଧାରଣା କେମିତି ହୁଏ, କନସେପ୍ଟ, ଆକ୍ୱାରିଂ କନସେପ୍ଟ। କଳା ଗୋଟେ କନସେପ୍ଟ, ନାଲି ଗୋଟେ କନସେପ୍ଟ, ହଳଦିଆ ଗୋଟେ କନସେପ୍ଟ, ବଲ୍ର ଗୋଟେ ତାର ସେପ୍ ଅଛି, ବା ଖାତାର ଗୋଟେ ସେପ୍ ଅଛି, ଗିନିର ଗୋଟେ ସେପ୍ ଅଛି, କଲମର ଗୋଟେ ସେପ୍ ଅଛି। ଏଇ ଯେଉଁ ଜିନିଷ ଗୁଡ଼ାକ, ପ୍ରତ୍ୟେକ ଜିନିଷର ଯେଉଁ କନସେପ୍ଟ, ସେଇଟା ମଧ୍ୟ ଏଇ ସମୟରେ ତାର ବିକାଶ ହେବାକୁ ଆରମ୍ଭ କରେ। ତେଣୁ ଧରନ୍ତୁ 4ରୁ 5 ବର୍ଷ ପିଲାକୁ ତାକୁ ଆମେ ଗଣିଲୁ 1 2 3 ଏମିତି, ସେ ମଧ୍ୟ ବେଳେବେଳେ ପାଟିକିରି ଗଣିବ। ତାପରେ ତାକୁ ଗୋଟେ ଦୁଇଟା ନମ୍ବର ଛାଡ଼ିକି 5 6 9 10, ତାହେଲେ ଗୋଟେ ନମ୍ବର ଆମେ ଛାଡ଼ିଗଲେ ସେ ଆଉ କହିପାରିବ। ଏଇ କଥା ଯେ ମିସିଂ କନସେପ୍ଟ ତାକୁ କହୁଛେ। ଯଦି ପିଲା ଅତି ବେଶୀରେ ଯଦି ତାକୁ ଶିଖେଇଥିବ, ସେ 1ରୁ 10 ପର୍ଯ୍ୟନ୍ତ କହିପାରେ ମାନେ ତାକୁ ଶିଖେଇ ଦିଆଯାଇପାରିବ। ତାଠୁ ଅଧିକା ନମ୍ବର ସେ ଶିଖିପାରିବନି। ଆଉ ଯଦି ଗୋଟେ ନମ୍ବରକୁ ଲୁଚେଇ ଦେବ, ତାକୁ କହିଲୁ 1 2 5, ତାହେଲେ 4ଟାକୁ ଆମେ ହରେଇଛେ, ପିଲା ଟିକେ କନଫ୍ୟୁଜ ହେଇଯିବ। ତେଣୁ ବାଲ୍ୟାବସ୍ଥାରେ ପିଲାଙ୍କୁ ଯେତେବେଳେ ଶିଖାଯିବ, ସିରିଏଲି କ୍ରମାନ୍ୱୟରେ ତାକୁ ଶିଖେଇବା ଦରକାର। ସେଭଳି ଭାବରେ ଶାରୀରିକ ପରିବେଶ ଆଉ ବାୟୋଲୋଜିକାଲ ପରିବେଶ, ସାଂସ୍କୃତିକ ପରିବେଶ ଆଉ ସାମାଜିକ ପରିବେଶ, ଏ ସମ୍ପର୍କରେ ମଧ୍ୟ ଶିଶୁର ଧାରଣା ହେଇଥାଏ। କ'ଣ? ଘରେ ସୋସିଆଲ ସାମାଜିକ ଗେଦରିଂ, ମାନେ ଏକାଠି ହେଲେ ଭୋଜିଭାତ କରି ଖାଉଛନ୍ତି, ବା ପୂଜା ପାର୍ବଣ କରୁଛନ୍ତି କି ନାହିଁ, ବା କୌଣସି ସାଂସ୍କୃତିକ କାର୍ଯ୍ୟକ୍ରମ ହେଉଛି କି ନାହିଁ, ୟାକୁ ମଧ୍ୟ ଶିଶୁ ଦେଖି ସେଇଥିରୁ ମଧ୍ୟ ତାର ଜ୍ଞାନ ଆହରଣ କରିଥାଏ। ଆଉ ଗୋଟିଏ କଥା ଲକ୍ଷ୍ୟ କରାଯାଏ, ଏହି ସମୟରେ ତାର କାରକ ପ୍ରଭାବ, ଯାହାକୁ କାରକର ପ୍ରଭାବରେ ତାର କାରଣର ପ୍ରଭାବ, ବୁଝାମଣା, ରିଜନିଂ ଏବିଲିଟି। ଆରମ୍ଭରେ ଏଇଟା ହୁଏତ ଠିକ୍ ଜଣା ଇଲୋଜିକାଲ ବା ତାକୁ ଯୁକ୍ତିସଙ୍ଗତ ଭଳିଆ ଜଣାପଡ଼ ନ ହେଇପାରେ। ଆଉ ତାକୁ ସେ କିନ୍ତୁ ଆକ୍ଷରିକ ଭାବରେ ତ ନୁହେଁ, ତାକୁ ସେ କିନ୍ତୁ ବୁଝିପାରିବ। ତାକୁ ବଲ୍ଟା ଆଉ ଗୋଟେ ବଲ୍କୁ ଠେଲିଲେ ବଲ୍ଟା ଆର ବଲ୍ଟା ଗଡ଼ି ଯାଉଛି। ଏ ଯେଉଁ ଗଡ଼ିବାଟା, ଏଇ ଜିନିଷଟାକୁ ତା ରିଜିନ୍, ତାର କାରଣ ସେ ଧରିପାରେ। ଗୋଟେ ତାଳିରେ, ଗୋଟେ ଗିନିରେ ଆଉ ଗୋଟେ ଗିନିକି ବାଡ଼େଇଲେ ସେ ଶବ୍ଦ କରେ, ଏଟାକୁ ସେ ବୁଝିପାରୁଛି। ଜୋରରେ ପାଟି କରିବା ଅର୍ଥ ଜଣେ କି ରାଗିଛି ବା ରାଗିଛି, ଏଇ କଥାଟାକୁ ସେ ବୁଝିପାରେ। ଏବଂ ଭୋକ କଲେ କାନ୍ଦିବ ବା ମାଆକୁ ଡାକିବ, ଖାଇବାକୁ ଦେବ, ସେ କଥା ସେ ବି ବୁଝିପାରେ। ତେଣୁ ତାର ରିଜନିଂ ଏବିଲିଟି ମଧ୍ୟ ଏହି ସମୟରେ, ବା ତାର ବୁଝାମଣା, କାରଣ ପ୍ରଭାବ ଏହି ସମୟରେ ମଧ୍ୟ ବିକଶିତ ହୋଇଥାଏ। ଏହି ସମୟରେ ଆଉ ଗୋଟେ କଥା ଲକ୍ଷ୍ୟ କରିବା କଥା, ତେଣୁ ପିଆଜେଙ୍କର ଯେଉଁ କଣ୍ଟ୍ରିବ୍ୟୁସନ୍ ଖୁବ୍ ବେଶୀ। ଯାହା ପିଆଜେ ଯିଏକି କହିଲେ ଯେ ଶିଶୁର ବିକାଶ 4ଟି ସୋପାନ ଦେଇକରି ଯାଇଛି। ସେଗୁଡ଼ିକ ହେଲା ସେନ୍ସରି ମୋଟର, ପ୍ରି ଅପରେସନାଲ, କଂକ୍ରିଟ ଅପରେସନାଲ ଆଉ ଫର୍ମାଲ ଅପରେସନାଲ। ଏହି ସମୟରେ ଶିଶୁର ସବୁ ପ୍ରକାର ବିକାଶ ଘଟେ। ଜ୍ଞାନାତ୍ମକ ବିକାଶ ଘଟେ, ଶାରୀରିକ ବିକାଶ ଘଟେ,
କନସେପ୍ଚୁଆଲ ଥଟ୍, ଧାରଣା ବା ବୁଝାମଣା କଥା ଆସେ, ସଂରକ୍ଷଣ ବା କନଜରଭେସନ କଥା ଆସେ। ଏଇ କଥା ସବୁ ଯେଉଁ କହିଛନ୍ତି, ତେଣୁକରି ସାରା ବିଶ୍ୱରେ ଲୋକେ ଯାହା ପିଆଜକୁ ମାନୁଛନ୍ତି ବିଶିଷ୍ଟ ଶିଶୁ ମନୋବିଜ୍ଞାନୀ ହିସାବରେ। ଆମର ଦେଖିବା କଥା ଏଇ ଯେଉଁ 4ଟି ସୋପାନ ରହିଲା, ସେନ୍ସରି ମୋଟର ପିରିୟଡ଼ ବା ଜ୍ଞାନାତ୍ମକ ଇନ୍ଦ୍ରିୟ କାରକ ସୋପାନ, ତାର ପ୍ରାକ୍ କ୍ରିୟାତ୍ମକ ସୋପାନ ସହିତ ସମ୍ପର୍କ କିଛି ଅଛି ନା ନାହିଁ? ଯଥେଷ୍ଟ ଅଛି। ଆଗରୁ ଉଲ୍ଲେଖ କରାଯାଇଛି ଯେ ଗୋଟେ ପାହାଚ ଆଉ ପ୍ରତ୍ୟେକ ଏଇ ଯେଉଁ ସେନ୍ସରି ମୋଟର ପିରିୟଡ଼ ବା ଇନ୍ଦ୍ରିୟ କାରକ ସୋପାନର ତାର ମଧ୍ୟ 6ଟା ଉପସୋପାନ ଅଛି। ତେଣୁ ଏଇ ଆଉ ଏ ଯେଉଁ ମେଜର ଷ୍ଟେଜେସ୍ ବା ମୁଖ୍ୟ 4ଟା ଯେଉଁ ସୋପାନ, ଇନ୍ଦ୍ରିୟ କାରକ ସୋପାନ, ପ୍ରାକ୍ରିୟାତ୍ମକ ସୋପାନ, ବସ୍ତୁଗତ କ୍ରିୟାତ୍ମକ ସୋପାନ, ଭାବଗତ କ୍ରିୟାତ୍ମକ ସୋପାନ, ଏହି ସୋପାନ ଗୁଡ଼ିକରେ ଶିଶୁର କଗ୍ନିଟିଭ୍ ଡେଭଲପମେଣ୍ଟ, ସୋସିଆଲ ଡେଭଲପମେଣ୍ଟ, ଖେଳ କଥା ଆମେ ଆଗରୁ ପଢ଼ିଥିଲେ, ସୋସିଆଲ ଡେଭଲପମେଣ୍ଟ ଏବଂ କଲଚରାଲ ଏଣ୍ଡ ଅନ୍ୟାନ୍ୟ ଜିନିଷ ମଧ୍ୟ ତ ବିକାଶ ଘଟିଥାଏ, ସାଂସ୍କୃତିକ ଯାହା କୁହାଯାଏ। ମୂଳ କଥା ହେଲା ଶିଶୁ ଏହି ସମୟରେ ତାର ଯେଉଁ ସିମ୍ବଲିକ ଥଟ୍ ପ୍ରୋସେସ୍ ତାର ବିକାଶ ଘଟିଥାଏ, ଯାହାକି ତାକୁ ଭବିଷ୍ୟତରେ ବହୁତ ସାହାଯ୍ୟ କରେ। ଏହା ବ୍ୟତୀତ ଆଇଡ଼ିଆ ଅଫ୍ କନଜରଭେସନ, କଗ୍ନିଟିଭ୍ ଏବିଲିଟି, ଡେଭଲପମେଣ୍ଟ ଅଫ୍ କଗ୍ନିଟିଭ୍ ଏବିଲିଟିଜ୍ আর জ্ঞানগত বিকাশ, এই জ্ঞানগত বিকাশ এই সমୟରେ ପ୍ରଚୁର ପରିମାଣରେ ହେଇଥାଏ। ଆମେ ପଢ଼ିଲେ ଯେ କନଜରଭେସନ ଅଫ୍ ସବଷ୍ଟାନ୍ସ, ପଦାର୍ଥର ସଂରକ୍ଷଣ, ଏଇଥିରେ ଆମେ ଅଟା 2ଟା ଅଟା ଗୁଳା ବା ମାଟି ଗୁଳା 2ଟା ନେଇକରି ସେ ବିଷୟରେ ଉଦାହରଣ ଦେଇ କଥା ହେଇଛି। ସେମିତି ତରଳ ପଦାର୍ଥରେ একথা ଆମେ ଆଖିକୁ ଦେଖିଛେ, ବା ଗୋଟେ 2ଟା କାଠି ନିଆଯାଇପାରେ, 2ଟା ଛୋଟ ଛୋଟ କାଠି ନେଇକରି ସମାନ ଉଚ୍ଚତାରେ 2ଟା କାଠି ନେବା, ତାକୁ ରଖିବା, ତାପରେ କାଠିଟାକୁ 2 କରିଦେବା, ଗୋଟେ କାଠି ତାକୁ ପଚାରିଲେ ସେ ଗୋଟେ ଯେଉଁଟା ଠିକ୍ ଗୋଟେ ଭଙ୍ଗା ହେଇନି କହିବେ ସେ କାଠିଟା ସେଇଟା ବଡ଼, କାରଣ ସେତେବେଳକୁ ତାର 4ରୁ 5 ବର୍ଷ ଶିଶୁର ସେ ଡେଭଲପ୍ କନଜରଭେସନ ଡେଭଲପମେଣ୍ଟଟା ପୁରା ହେଇନଥାଏ ବା ସଂରକ୍ଷଣ ପ୍ରକ୍ରିୟାଟା ସମ୍ପୂର୍ଣ୍ଣ ହେଇନଥାଏ। ସେମିତି ତରଳ ପଦାର୍ଥରେ ସମାନ ଗ୍ଲାସ 2ଟା ଆଉ ଗୋଟେ ଓସାରିଆ ପାତ୍ର, ଓସାରିଆ ପାତ୍ରରେ ଗୋଟେ ଗ୍ଲାସର ପାଣିକି ଢାଳି ଅନ୍ୟ ଗୋଟେ ଗ୍ଲାସକୁ ସମାନ ରଖି ସେଠି ଯଦି ଆମେ ଢାଳିଦେବା, ତାହେଲେ ସେ ଓସାରିଆ ପାତ୍ରରେ ଥିବା ପାଣି ସେ କମ୍ ଅଛି ବୋଲି ଶିଶୁ ମନରେ ଧାରଣା ହେଇଯାଏ। କିନ୍ତୁ ଫର୍ମାଲ ଅପରେସନ ହେଲା ବେଳକୁ ଯେତେବେଳେ ଶିଶୁର ଫର୍ମାଲ ଅପରେସନ ଷ୍ଟେଜ୍ ବା ଯାହାକୁ ଆମେ କହୁଛେ ତାର ସେତେବେଳକୁ ଭାବଗତ କ୍ରିୟାତ୍ମକ ପ୍ରକ୍ରିୟା, ସେତେବେଳକୁ ସେ ସବୁ ଟୋଟାଲ ସମୁଦାୟ କଥାକୁ ବୁଝିପାରେ। ସେମିତି ଓଜନ ଯଦି 2ଟା ଏକା ଓଜନର ଜିନିଷ ରଖିବା ଏବଂ ମନେକର 100 ଗ୍ରାମ 2ଟା ରଖିବା, ଗୋଟେ ତାପରେ ପୁଣି 100 ଗ୍ରାମ ଗୋଟେ ରଖିବା, 50 ଗ୍ରାମ ଲେଖି 2ଟା ରଖିବା ଅଲଗା, ତାକୁ ଦେଖେଇବ, ତାକୁ ପଚାରିବା ଦେଖିଲୁ ଏଇଟା ସମସ୍ତ ଦେଖିଲୁ କେମିତି ଲାଗୁଛି, ସେ କହିବ 100 ଗ୍ରାମଟା ବଡ଼। କିନ୍ତୁ ଫର୍ମାଲ ଅପରେସନ ଷ୍ଟେଜର ପିଲା ବା ଯାହାକୁ କୁହାଯାଏ ଭାବଗତ କ୍ରିୟାତ୍ମକ ସୋପାନର ପିଲା କହିବ ନା ଏଇଟା 2ଟାକ ସମାନ। ସେମିତି ଆୟତନ ବା ଦୈର୍ଘ୍ୟ, ଏଇଥିରେ ମଧ୍ୟ ପିଲାମାନେ 12-11 ବର୍ଷରୁ କମ୍ ପିଲାମାନଙ୍କର ଏ କନଜରଭେସନରେ ଟିକେ କମ୍ ଥାନ୍ତି, ଦକ୍ଷତା କମ୍ ଥାଏ। ଆଉ ଗୋଟେ ଜିନିଷ ହେଉଛି ପିଲାମାନଙ୍କର ରିଭର୍ସ ଥିଙ୍କିଂ ବା ଭିନ୍ନ ଭାବରେ ଚିନ୍ତା କରିବା, ପଛୁଆ ଭାବରେ 1 2 3 4 5 6 7 8 9 10 10 9 8 10 9 8 7 ଏମିତି ଗଣିଆ ଶକ୍ତି ହେଇନଥାଏ। କିନ୍ତୁ ସେମାନେ ଯେତେବେଳେ ସ୍କୁଲକୁ ଯିବେ ତା ପରବର୍ତ୍ତୀ କାଳରେ ସେମାନଙ୍କ ସେସବୁ ଡେଭଲପମେଣ୍ଟ ହୁଏ। ତେଣୁ ରିଭର୍ସ ଥିଙ୍କିଂ ପ୍ରୋସେସ୍ ସେମାନଙ୍କର ଆରମ୍ଭ ହେଇନଥାଏ।
ଆଉ ଗୋଟେ କଥା ଆମେ ଆଲୋଚନା କରିଛେ କ୍ଲାସିଫିକେସନ୍ ବା ଗ୍ରୁପିଂ। ସବୁ ପିଲାଙ୍କର ଏହି ଗ୍ରୁପିଂ ପ୍ରୋସେସ୍, ଏଇ ବି ଗୋଟେ କନଜରଭେସନ୍ର ଗୋଟେ ଧାରା। ଏଥିରେ ବର୍ଗୀକରଣ ବୋଲି ଆମେ ତାକୁ କହିପାରିବା। ଏଥିରେ ସବୁ ପିଲାଙ୍କର ଚିନ୍ତାଧାରା ସମାନ ହେବ ନାହିଁ। 11+ ଯୁକ୍ତ ପିଲାମାନେ ତ ଏକୁ ନିଶ୍ଚୟ କରିପାରିବେ, କିନ୍ତୁ ଏଠି ପ୍ରଶ୍ନ ଉଠୁଛି ପିଲାମାନେ ଯେଉଁମାନେ କି 2ରୁ 3 ବର୍ଷ ବା 5ରୁ 6 ବର୍ଷ ଏଇମାନେ କରିପାରୁଛନ୍ତି ନା ନାହିଁ? ତାଙ୍କର କନଜରଭେସନ୍ ପ୍ରୋସେସ୍ ଡେଭଲପ୍ ହୁଏ, ସେ ଦେଖେ, ସେ ତାକୁ ଏକ୍ସପ୍ଲୋର କରେ, କିନ୍ତୁ ହେଇନଥାଏ, ପୂର୍ଣ୍ଣ ଭାବରେ ବିକାଶ ଘଟିନଥାଏ। ଆଉ ଗୋଟେ କଥା, ଅନ୍ୟାନ୍ୟ ଜିନିଷ ଘଟେ, ତାର ମ୍ୟାଚିଂ, ଅନ୍ୟ ଗୋଟେ ଲୋକ କଥା, ଗୋଟେ ଲୋକ କେମିତି ଗୋଟେ ଜିନିଷକୁ ଦେଖୁଛି, କେଉଁଠି ଜିନିଷଟାକୁ ଲୁଚେଇ ଦେଇପାରିଲେ ଜିନିଷଟା ଲୁଚିଯିବ, ସେ କଥା ସେ ଜାଣିପାରେ। ଏଇଟା ବି ଗୋଟେ କ୍ୟୁରିଓସିଟି, ଏଇଟା ବି ଗୋଟେ ଜ୍ଞାନାତ୍ମକ ବିକାଶର ଲକ୍ଷଣ। ଆଉ ମ୍ୟାଚିଂ ବିହେଭିଅର। ଆଉ ଗୋଟେ ଜିନିଷ ହେଉଛି ଆଇଡେଣ୍ଟିଫାଇଂ କମନ୍ ରିଲେସନ୍ସ। କେଉଁଟା ସାମଞ୍ଜସ୍ୟ ଅଛି ସେଇ ଜିନିଷ ଗୁଡ଼ାକ ଏକାଠି ରହିବେ। ବଲ୍ ଗୁଡ଼ିକ ଏକାଠି ରହିବେ, ଚାରିଗୁଣିଆ ଜିନିଷ ଗୋଟେ ଜାଗାରେ ରହିବେ, ତ୍ରିଭୁଜାକାର ଜିନିଷ ଗୋଟେ ପ୍ରକାର ରହିବେ। ଏଇ କନସେପ୍ଟ ଧୀରେ ଧୀରେ ସେମାନଙ୍କର ଉଦ୍ରେକ ହେଇଥାଏ। ତା ବ୍ୟତୀତ ଆମର ଆଉ ଗୋଟେ କଥା ଆମେ ଜାଣିଲେ ଯେ ପିଲାମାନଙ୍କର ଧାରଣା ସେଇଟା ମଧ୍ୟ ଏହି ସମୟରେ ବିକଶିତ ହୁଏ। ଆଉ ତାପରେ ସେ ଗ୍ରୁପିଂ କରିବାକୁ ଧୀରେ ଧୀରେ ଆରମ୍ଭ କରିବ। ତାର ରିଜନିଂ କାପାସିଟି ମଧ୍ୟ ଧୀରେ ଧୀରେ, ରିଜନିଂ ମାନେ କାରଣ ପ୍ରଭାବ ବା ବୁଝାମଣା, ଏଇଟା ମଧ୍ୟ ତାର ହୁଏ। କହିବାର କଥା ଯେ ଏଠି ପିଆଜେ ଯେମିତି ତାଙ୍କର କଣ୍ଟ୍ରିବ୍ୟୁସନ୍ ଅଛି, ସେମିତି ଅନ୍ୟାନ୍ୟ ସାଇକୋଲୋଜି ମାନେ ଭିଗୋଟେସ୍କି ଜଣେ ଥିଲେ, ତାଙ୍କୁ ଜୋନ୍ ଅଫ୍ ପ୍ରକ୍ସିମାଲ ଡିଷ୍ଟାନ୍ସ ZPD ବୋଲି ତାକୁ କୁହାଯାଏ। ସେ କହୁଛନ୍ତି ଯେ ଅନ୍ୟର ସାହାଯ୍ୟ ନେଇ ଗୋଟେ ପିଲା କ'ଣ ଶିଖିପାରେ ଏବଂ ଅନ୍ୟର ସାହାଯ୍ୟ ନେଇ କ'ଣ ଶିଖି ନପାରେ, ଏବଂ ଆଡଲ୍ଟମାନଙ୍କ ଗାଇଡେନ୍ସ ନେଇକରି କ'ଣ ପିଲା ଶିଖିପାରେ। ଏହାଦ୍ୱାରା ପିଲାଟିର ଜ୍ଞାନାତ୍ମକ ବିକାଶ ଯଥେଷ୍ଟ ପରିମାଣରେ ବୃଦ୍ଧି ପାଏ। ଭିଗୋଟେସ୍କି କଥା ସ୍ୱତନ୍ତ୍ର କଥା। ଆମେ ପିଆଜେଙ୍କର ମେନ୍ କଣ୍ଟ୍ରିବ୍ୟୁସନ୍, ପିଆଜେଙ୍କର ଯାହା କହିଛନ୍ତି ସେ ବିଷୟରେ ଆମେ ଟିକେ ଆଲୋଚନା କଲା। ଏବଂ ଏଇ ବିଷୟରେ ଆମେ ନିଜକୁ ନିଜେ କିଛି ପ୍ରଶ୍ନ ପଚାରିବା କଥା। କେଉଁଟା ହେଉଛି ସେନ୍ସରି ଅପରେସନାଲ ପିରିୟଡ଼ ବା ଇନ୍ଦ୍ରିୟ କାରକ ସୋପାନ। ଏହି ସୋପାନରେ ଶିଶୁଟିର କାର୍ଯ୍ୟକଳାପ କ'ଣ, ତାର ଜ୍ଞାନାତ୍ମକ ବିକାଶ ହୁଏ କି ନାହିଁ। ପ୍ରାକ୍ କ୍ରିୟାତ୍ମକ ସମୟ, ସେଇଥିରେ ଶିଶୁଟିର ଜ୍ଞାନାତ୍ମକ ବିକାଶ ହୁଏ କି ନାହିଁ, ଯଦି ହୁଏ କ'ଣ କ'ଣ ହୁଏ, କ'ଣ କ'ଣ ସେ ଶିଖିପାରେ, କନଜରଭେସନ୍ କଥା ବା ସଂରକ୍ଷଣ କଥା ଶିଖିପାରେ କି ନାହିଁ, ସିରିଏସନ୍ କଥା, ଧାଡ଼ିମୂଳିଆ କଥା ଶିଖିପାରେ କି ନାହିଁ, ନମ୍ବର ବା ଦୈର୍ଘ୍ୟ, ଏଇ ଯେଉଁ ଜିନିଷ ଗୁଡ଼ିକ ଉପରେ ବା ବର୍ଗୀକରଣ ଏସବୁ କରିପାରେ କି ନାହିଁ। ସେଇଭଳି ଭାବରେ ଆଉ ଗୋଟେ ଜିନିଷ ବସ୍ତୁଗତ କ୍ରିୟାତ୍ମକ କଥା। ଏ ବସ୍ତୁଗତ କ୍ରିୟାତ୍ମକ କଥା, ଗୋଟିଏ ଜିନିଷ ଆଉ ଗୋଟିଏ ଜିନିଷକୁ ବାଡ଼େଇଲେ ଶବ୍ଦ କରିପାରେ, ଗୋଟିଏ ଜିନିଷ ଅନ୍ୟ ଗୋଟିଏ ଜିନିଷକୁ ଠେଲିଲେ ସେ ଜିନିଷଟି ଯାଇପାରେ। ଏଇ କଥା ମଧ୍ୟ ତାର ଶିଶୁ ମନରେ ବା ପିଲାମାନେ ଧାରଣା ହୁଏ। ଆଉ ଫର୍ମାଲ ଅପରେସନ୍ ଯେଉଁଟାକି 11 ବର୍ଷ ବୟସ ହେଇଗଲା ବେଳକୁ ପିଲା ତାର ଜ୍ଞାନାତ୍ମକ ବିକାଶ ବେଶ ଭଲ ଭାବରେ ବଢ଼ିଛି ବୋଲି ଆମେ ଆଶା କରିବା। ତେଣୁ ଆମର ଜାଣିବା କଥା, ଏଇ ଯେଉଁ 4ଟି ସୋପାନ ଦେଇ ଶିଶୁର ଜ୍ଞାନାତ୍ମକ ବିକାଶ ଘଟେ, ଏହାର ପ୍ରଭାବ ସେ ବଡ଼ ହେଲେ ପାଠ ପଢ଼ିବ। ଏଇଗୁଡ଼ିକ ସେ ଯଦି ଭଲ ସ୍ତର ଦେଇକିରି, ଭଲ ପରିବେଶ ଦେଇକିରି ଏବଂ ଠିକ୍ ଭାବରେ ଶିଖିଥିବ, ତାହେଲେ ତାହା ତାର ମଣିଷ ଭାବରେ ଏବଂ ଭଲ, ସେ ଖାଲି ଶିକ୍ଷିତ ନୁହେଁ, ବୁଦ୍ଧିମାନ ବ୍ୟକ୍ତି ହେଇ ବେଶ ନାଁ କରିପାରିବ ଏବଂ ତାକୁ ସେ କାମରେ ଲଗେଇ ପାରିବ। ତେଣୁ ପିଆଜେଙ୍କର ଯେଉଁ ଆମେ ଯେଉଁ କଥା ପଢ଼ିଲେ, ପିଆଜେଙ୍କର ଏଥିପାଇଁ ଅବଦାନ ବହୁତ ବେଶୀ। ଆଉ
ପିଲାର ଜ୍ଞାନାତ୍ମକ ସାମର୍ଥ୍ୟ ଓ ଧାରଣା ଏ ବିଷୟରେ ଆମେ ସବୁ ଯାହା ଆଲୋଚନା କଲେ ଏହି ସମ୍ପର୍କରେ ନିଜେ କେତେକ ପ୍ରଶ୍ନ ନିଜକୁ ନିଜେ ପଚାରି ତାର ଉତ୍ତର ନିଜେ ନିଜେ ବାହାର କରିବାକୁ ଚେଷ୍ଟା କରିବା ଦରକାର। ତାହେଲେ ଏ ଯେଉଁ ଆତ୍ମନିରୀକ୍ଷଣ କଲେ ବା ବିଶ୍ଳେଷଣ କଲେ ତାହା ବେଶ ବହୁତ ଭଲ ହେବ ଏବଂ ଲାଭଦାୟକ ମଧ୍ୟ ହେବ। ଆଉ କାହିଁକି ସାନ ଶିଶୁ ବାବଦରେ ଜାଣିବା, ତାଙ୍କର ଯତ୍ନ ନେବା, ତାଙ୍କର ଖାଦ୍ୟପେୟ ଏବଂ ତାଙ୍କର ଯାହା ଯାହା ଆବଶ୍ୟକତା ଅଛି ତାକୁ ମେଣ୍ଟେଇବା ପାଇଁ ମା ବାପା ପରିବାର ବର୍ଗ ଏବଂ ତାଙ୍କର ଯିଏ ଯତ୍ନ ନେଉଥିବେ ସେମାନେ ଯତ୍ନବାନ ହେବା ଦରକାର। ତେଣୁ ଆଜି ଆମେ ଯେଉଁ ଦୁଇଟି ଜିନିଷ ପଢ଼ିଲେ, ଡେଭଲପିଂ ଫିଜିକାଲ ଷ୍ଟ୍ରେନ୍ଥ ଆଣ୍ଡ ମୋଟର କୋର୍ଡିନେସନ୍, ଆଉ ଗୋଟେ ହେଉଛି ଡେଭଲପିଂ କଗ୍ନିଟିଭ୍ ଏବିଲିଟିଜ୍ ଆଣ୍ଡ ଅଣ୍ଡରଷ୍ଟାଣ୍ଡିଂ କନସେପ୍ଟସ୍। ଏ ବାବଦରେ ଆମେ ଯାହା ସବୁ ପଢ଼ିଲେ ଏହି ସମ୍ପର୍କରେ ନିଜେ କେତେକ ପ୍ରଶ୍ନ ପଚାରି ତାର ଉତ୍ତର ପାଇବାକୁ ନିଜେ ଲେଖିବାକୁ ଚେଷ୍ଟା କରିବା, ତାହେଲେ ତାହା ଅତି ଭଲ ହେବ ଏବଂ ନିଜର ଜ୍ଞାନ ମଧ୍ୟ ବୃଦ୍ଧି ପାଇବ। ଆମେ ଆଶା କରିବା ଯେ ଆଉ ଏଥିରେ ଯଦି କିଛି ପିଲାର ମାଂସପେଶୀ ହେଉ, କଙ୍କାଳ ହେଉ, ଯାହା କିଛି ବଢ଼ିବାକୁ ହେଲେ, ମସ୍ତିଷ୍କ ବା ଇନ୍ଦ୍ରିୟର ବିକାଶ ହେବାକୁ ହେଲେ, ତାହେଲେ ଆମକୁ ତାକୁ ଯଥେଷ୍ଟ ପରିମାଣରେ ଖାଦ୍ୟ ଦେବା ଦରକାର। ଟୀକା କେଉଁ ସମୟରେ ନେବ, କେଉଁ ବୟସରେ କ'ଣ ଟୀକା ଦିଆଯିବ, ଆଉ ତାର ଉଚ୍ଚତା କ'ଣ ରହିବ, ଆଉ ଓଜନ କେତେ ରହିବ, ଏହାର ଏକ ଟେବୁଲ ବା ଏକ ସାରଣୀ ଅଛି। ସେ ଅନୁସାରେ ଯଦି କିଛି ବିଚ୍ୟୁତି ଘଟୁଛି ତାହେଲେ ଡାକ୍ତରଙ୍କ ପରାମର୍ଶ ନେଇ ଶିଶୁକୁ ଆବଶ୍ୟକ ଚିକିତ୍ସା କରିବା ଦରକାର। ତାହେଲେ ଶିଶୁଟି ଗୋଟିଏ ସୁସ୍ଥ ସ୍ୱାସ୍ଥ୍ୟବାନ ଶିଶୁ ହୋଇପାରିବ। ଧନ୍ୟବାଦ।